एकविंश अध्याय श्रीजगन्नाथ तत्व निरूपण और प्रसाद निर्माण आरंभ। जैमिनी कहले राजा इंद्रद्युम्न कथा शेष हेबा बेलकु सेठारे जन ऋग्वेद परंगम ब्रह्मज्ञान दासी विप्र पहुंची राजा को कहले, हे नृप, तुमर भाग्य विचित्र। महाप्रभु जगन्नाथ एठारे दारवतन धारण कर आविर्भूत होइछन्ति। जी तांकर उपासना करे तर मुक्ति हे बोली वेदरे वर्णित होइछि। ए दुराराध्य दारु बहु अपुर से एणु यहाँ उपासना मुक्ति सुनिश्चित। राजा विप्रଙ୍କ ଠାରୁ ଏପରି କଥା ଶୁଣି ବ୍ରହ୍ମବେତ୍ତା ନାରଦ କହିଥିବା କଥା ତାଙ୍କର ସ୍ମରଣ ହେଲା। ବେଦର ବର୍ଣ୍ଣନା ଅନୁଯାୟୀ ସୃଷ୍ଟିର ପ୍ରାରମ୍ଭରେ ପ୍ରଭୁ ନିଜେ ନିଜକୁ ସୃଷ୍ଟି କରି ବେଦ ନିର୍ଦ୍ଦେଶିତ ପଥରେ ତାକୁ ପରିଚାଳିତ କରନ୍ତି। ଏହି ପ୍ରଭୁଙ୍କ ମହିମା ବେଦରେ ବର୍ଣ୍ଣିତ, ଏଣୁ ତାଙ୍କୁ ବେଦାନ୍ତ ଜ୍ଞେୟ ପୁରୁଷ ବୋଲି କୁହାଯାଏ। ଏହାକୁ କେବେ ବି ସାଧାରଣ ପ୍ରତିମା ବୋଲି ଭାବିବ ନାହିଁ। ଯିଏ ଏହାଙ୍କ ଦର୍ଶନ କରେ ତାର ତମ ଗୁଣ ନଷ୍ଟ ହୋଇଯାଏ। ଜଗନ୍ନାଥଙ୍କ ପୂଜା ଅର୍ଚ୍ଚନାର ବିଧି ମଧ୍ୟ ସେହି ବେଦରେ ବର୍ଣ୍ଣିତ ହୋଇଛି। ଚତୁର୍ଦ୍ଧାମୂର୍ତ୍ତିଙ୍କ ଆବିର୍ଭାବ ପରେ ଜଗତରେ ସୌଭାଗ୍ୟ ଅଭି ଉଦିତ ହୋଇଛି। ଭାରତର ଅଧିବାସୀ ମାନେ ପୁଣ୍ୟବାନ। ମୁକ୍ତିଦାତା ପ୍ରଭୁ ଜନାର୍ଦ୍ଦନ ଆବିର୍ଭୂତ ହୋଇଥିବାରୁ ଏହି ଉତ୍କଳ ପ୍ରଦେଶ ସମଗ୍ର ଦେଶର ମୁକୁଟମଣି ସଦୃଶ ପରିବ୍ୟାପ୍ତ। ଏ ଦେଶର ଅଧିବାସୀ ଭଗବାନ ପୁରୁଷୋତ୍ତମଙ୍କୁ ଚର୍ମଚକ୍ଷୁରେ ଦେଖିବାର ସୌଭାଗ୍ୟ ଲାଭ କରିଛନ୍ତି। ତୃତୀୟ ସୂତ୍ରରେ ବର୍ଣ୍ଣିତ ହୋଇଛି ଯେ ଏହି ସଂସାରକୁ ମାୟା ଆଚ୍ଛାଦନ କରି ରଖିଛି। ଏଥିରୁ ମୁକ୍ତି ପାଇବା ପାଇଁ କେବଳ ଜଗନ୍ନାଥ ହିଁ ଏକମାତ୍ର ଆଶ୍ରୟ। ପରମ ଜ୍ଞାନମୟ ସେ ନାରାୟଣ ହିଁ ବେଦରେ ବର୍ଣ୍ଣିତ ବିଧାନ ବ୍ୟତିରେକ ମୁକ୍ତି ପ୍ରଦାନ କରିଥାନ୍ତି। ଜନ୍ମ ମୃତ୍ୟୁ ମଧ୍ୟରେ ଯାତାୟାତ କରୁଥିବା ଦୁଃଖୀ ଜନମାନଙ୍କ ବାନ୍ଧବ ରୂପେ ସେ ସୁଖ ପ୍ରଦାନ କରନ୍ତି। ତେଣୁ ହେ ରାଜନ, ଏଥିରେ ସୂତ୍ରରେ ନିୟମ ଚଳେ ନାହିଁ। ଯେ କେହି ଯେକୌଣସି ସ୍ଥାନରେ ଯେପରି ଭାବରେ ତାଙ୍କୁ ନେତ୍ରପତ୍ର ଦର୍ଶନ କରେ ତାକୁ ସହସ୍ର ଅସଂଖ୍ୟ ଯଜ୍ଞର ଫଳ ମିଳିଥାଏ। ସ୍ଥିରଚିତ୍ତ ଭକ୍ତି ଯୋଗ ମାଧ୍ୟମରେ ଯିଏ ତାଙ୍କର ବନ୍ଦନା କରେ ତାକୁ ସାଯୁଜ୍ୟ ମୁକ୍ତି ମିଳେ। ବହୁ ଦୁଃଖ ଓ ପରିଶ୍ରମ ଫଳରେ ପୁଣ୍ୟ ମିଳିଥାଏ। ତା ପୁଣି ଅଳ୍ପ କାଳ ସ୍ଥାୟୀ। ଏହି ପୁଣ୍ୟର କ୍ଷୟ ହେଲେ ଜୀବ ମର୍ତ୍ତ୍ୟରେ ଜନ୍ମ ନିଏ। ଏକଥା ନ ଜାଣି ମନୁଷ୍ୟ ସ୍ୱର୍ଗ ସୁଖ ଆଶା କରେ। ଯିଏ ସଚେତନ ସ୍ୱରୂପ ନୀଳଦ୍ରିନାଥଙ୍କୁ ଦର୍ଶନ କରେ ତାର ସମସ୍ତ ପାପ ଅଚିରେ ନଷ୍ଟ ହୋଇଯାଏ। ମୁକ୍ତିଦାତା ପ୍ରଭୁ ଦାରବ୍ରହ୍ମ ରୂପରେ ଏଠାରେ ଅବସ୍ଥାନ କରିଛନ୍ତି। ଏପରି କ୍ଷେତ୍ର ଭୂମଣ୍ଡଳରେ ନାହିଁ ଯେଉଁଠି ବେଦାନ୍ତ କର୍ମ କରୁଥିବା ଦୁରାତ୍ମ ବ୍ୟକ୍ତି କେବଳ ଶ୍ରୀ ପୁରୁଷୋତ୍ତମଙ୍କୁ ଦର୍ଶନ କରି ମୁକ୍ତି ପାଇଯାଏ। ମହାରାଜ, ଆପଣ ବିଷ୍ଣୁ ଭକ୍ତ ପଣ୍ଡିତ। ଏ ସ୍ଥାନରେ ବନ୍ଧୁବର୍ଗଙ୍କ ସହ ବାସ କରି ସେହି ଚକ୍ରଧାରୀଙ୍କୁ ଉପାସନା କରନ୍ତୁ। ଜୈମିନୀ କହିଲେ, ବ୍ରାହ୍ମଣଙ୍କ କଥା ଶୁଣି ନାରଦ କହିଲେ, ଏ ବ୍ରାହ୍ମଣ ଯାହା କହିଲେ ସେ ସମସ୍ତ ବେଦାନ୍ତ ସିଦ୍ଧ କଥା। ସେ ଯାହା କିଛି କହିଲେ ତାର ଯଥାର୍ଥ ଅର୍ଥ ହେଲା, ସୃଷ୍ଟି ଆରମ୍ଭରେ ବେଦପତି ବ୍ରହ୍ମଙ୍କ ନିଶ୍ୱାସରୁ ସମସ୍ତ ବେଦର ସୃଷ୍ଟି ହୋଇଛି। ଏ ବେଦ ଭିତରେ ଦାରବ୍ରହ୍ମଙ୍କ ତତ୍ତ୍ୱ ଯେ ଅବ୍ୟକ୍ତ ଥିଲା ତାହା ଏଠାରେ ବ୍ୟକ୍ତ ହୋଇଗଲା। ହେ ରାଜା, ପୂର୍ବରୁ ପିତାମହ ବ୍ରହ୍ମା ଏହି ଅବ୍ୟକ୍ତ ତତ୍ତ୍ୱ ସବୁ ଜାଣିଥିଲେ। ମୁଁ ତାଙ୍କଠୁ ସମସ୍ତ କଥା ଶୁଣି ତୁମ କାର୍ଯ୍ୟ ସାଧନ ନିମନ୍ତେ ନିୟୋଜିତ ହୋଇଥିଲି। ତୁମେ ଏବେ ଏହି ସ୍ଥାନରେ ରହି ତାଙ୍କର ଆରାଧନା କର। ମୁଁ ଏବେ ବ୍ରହ୍ମପୁରକୁ ଯାଇ ପିତାଙ୍କୁ ମୁରାରୀଙ୍କର ଆବିର୍ଭାବ ହେବା କଥା ଜଣାଇବି। ତୁମେ ଏବେ ମନୋଯୋଗ ଦେଇ ପ୍ରଭୁଙ୍କ ମନ୍ଦିର ନିର୍ମାଣରେ ପ୍ରଯତ୍ନ କର। ଶ୍ରୀ ମନ୍ଦିରରେ ମହାପ୍ରଭୁ ପ୍ରତିଷ୍ଠିତ ହେଲେ ଭକ୍ତମାନଙ୍କୁ ସାଯୁଜ୍ୟ ମୁକ୍ତି ପ୍ରଦାନ କରିବେ। ନାରଦଙ୍କ କଥା ଶୁଣି ରାଜା ଇନ୍ଦ୍ରଦ୍ୟୁମ୍ନ ବିନୟବନତ ଭାବରେ ତାଙ୍କୁ କହିଲେ, ହେ ବ୍ରହ୍ମର୍ଷି, ମୁଁ ଆପଣଙ୍କ ସହ ବ୍ରହ୍ମଲୋକକୁ ଯିବାକୁ ଇଚ୍ଛୁକ। ବ୍ରହ୍ମଙ୍କ କୃପାରୁ ମୁଁ ଜଗନ୍ନାଥଙ୍କ ଦର୍ଶନ କରିପାରିଛି। ଏବେ ଏହି ମୂର୍ତ୍ତିଙ୍କର ପ୍ରତିଷ୍ଠା କର୍ମ ସେ ନିଜେ ଆସି କରିବେ। ଆପଣ କୃପା କରି ଆଉ କିଛି ଦିନ ଏଠାରେ ଅବସ୍ଥାନ କରନ୍ତୁ। ଦେଉଳ ମଧ୍ୟରେ ରତ୍ନ ସିଂହାସନ ନିର୍ମାଣ କାର୍ଯ୍ୟ ସମାପ୍ତ କରି ଆମେ ଦୁଇ ଏକତ୍ର ବ୍ରହ୍ମଲୋକକୁ ଗମନ କରିବା। ଏହାପରେ ରାଜା ଶିଳ୍ପୀମାନଙ୍କୁ ଡାକି ଦେଉଳ ନିର୍ମାଣ କାର୍ଯ୍ୟ ନିଯୁକ୍ତ କଲେ। ସେମାନଙ୍କୁ ଉଚିତ ସତ୍କାର ଓ ଧନ ପ୍ରଦାନ କରି ଶୀଘ୍ର ଦେଉଳ ନିର୍ମାଣ କାର୍ଯ୍ୟ ସମାପ୍ତ କରିବା ପାଇଁ ଆଗ୍ରହ ପ୍ରକାଶ କଲେ। ନିର୍ମାଣ କାର୍ଯ୍ୟ ଶୁକ୍ଳ ପକ୍ଷରୁ ଚନ୍ଦ୍ର ଭଳି ଦିନକୁ ଦିନ ଆଗେଇ ଚାଲିଲା। ଦିବ୍ୟ ସୁନ୍ଦର ମନ୍ଦିରର ଉଚ୍ଚତା ଏପରି ହୋଇଗଲା ଯେ ଜଣେ ଦର୍ଶକ ତଳେ ଛିଡ଼ା ହେଲେ ତୋର ଚୂଡ଼ା ଦେଖିପାରିବ ନାହିଁ। କେବଳ ନିର୍ମାଣ ନିମନ୍ତେ କେତେ ପ୍ରସ୍ତର ବ୍ୟବହାର ହେଲା ତାହା ମଧ୍ୟ ଅକଳନୀୟ। ସେତେବେଳେ ସମଗ୍ର ଭାରତରେ ଯେତେ ରାଜା ରାଜୁତି କରିଥିଲେ ଇନ୍ଦ୍ରଦ୍ୟୁମ୍ନ ସେମାନଙ୍କୁ ଏକତ୍ରିତ କରାଇ ଜଣେ ଜଣଙ୍କୁ ମନ୍ଦିରର ଗୋଟିଏ ଲେଖାଏଁ ଅଂଶ ନିର୍ମାଣ କରାଇବାର ଦାୟିତ୍ୱ ଅର୍ପଣ କଲେ। ରାଜାମାନେ ମଧ୍ୟ ନିଜ କାର୍ଯ୍ୟରେ ଲାଗିଯାଇ ନିର୍ମାଣ କାର୍ଯ୍ୟ ନିମନ୍ତେ ବହୁ ଲୋକ ନିୟୋଜିତ କଲେ। ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିମାନଙ୍କ ହର୍ଷ ଓ କୋଳାହଳରେ ଆକାଶ ଫାଟି ପଡ଼ିଲା ଭଳି ଲାଗିଲା। ରାଜାଙ୍କ ସାତ୍ତ୍ୱିକ ଶ୍ରଦ୍ଧା ଓ ଭକ୍ତି ଭାବରେ ସନ୍ତୁଷ୍ଟ ହୋଇ ମା ଲକ୍ଷ୍ମୀଙ୍କ କୃପା ମନ୍ଦିର ଗାତ୍ରରେ ପ୍ରତିଫଳିତ ହେଲା। ଦେଉଳର କେଉଁ ସ୍ଥାନ ସ୍ପର୍ଶରେ ରସ ନିର୍ମିତ ହେଲା ତ କେଉଁ ସ୍ଥାନ ରତ୍ନ ନିର୍ମିତ ହେଲା। ଦେଉଳର କେଉଁ ସ୍ଥାନ ସ୍ୱର୍ଣ୍ଣରେ ନିର୍ମିତ ହେଲା ତ କେଉଁ ସ୍ଥାନ ରତ୍ନ ନିର୍ମିତ କରାଗଲା। କେଉଁଠି ଖମ୍ବ ଗୁଡ଼ିକ ସ୍ଫଟିକ ପଥର ନିର୍ମାଣ କରାଗଲା। ସମସ୍ତ ମନ୍ଦିର ଶରତ ଋତୁର ଚନ୍ଦ୍ର ଭଳି ଦେଖାଗଲା। ମନ୍ଦିରକୁ ବଜ୍ରପାତ ରକ୍ଷା କରି ନିମନ୍ତେ ଶିଳ୍ପଶାସ୍ତ୍ରରେ ବର୍ଣ୍ଣିତ ପୁରୁଷାକୃତି ପ୍ରସ୍ତରର ସ୍ଥାପନ କରାଇଲେ। ଭବିଷ୍ୟତରେ ମନ୍ଦିର ସଂସ୍କାର ଖର୍ଚ୍ଚ ନିମନ୍ତେ ବହୁମୂଲ୍ୟ ରତ୍ନ ମଧ୍ୟ ସାଇତି ରଖିଲେ। ଏହିପରି ଭାବରେ ଶ୍ରୀମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା। ଉପସ୍ଥିତ ରାଜା ମନେ ମନେ ବିଚାର କଲେ ଯେ ଏହି ମନ୍ଦିର ଯେପରି ଭାବରେ ନିର୍ମିତ ହୋଇଛି ଭବିଷ୍ୟତରେ ସେପରି ମନ୍ଦିର ନିର୍ମାଣ କରିବା ସମ୍ଭବ ନୁହେଁ। ଜୈମିନୀ କହିଲେ, ଏପରି ମନ୍ଦିର ସ୍ୱର୍ଗର ଦେବତାମାନେ ମଧ୍ୟ ଦେଖିନଥିଲେ। ଯେଉଁ ରାଜାଙ୍କୁ ସହାୟତା ଦେବ
ଯେଉଁ ରାଜାଙ୍କୁ ସହାୟତା ଦେବର୍ଷି ନାରଦ ପିତାମହ ବ୍ରହ୍ମାଙ୍କଠାରୁ ପ୍ରାପ୍ତ ହୋଇଛି, ତାଙ୍କୁ ବା କେଉଁ କଥା ଦୁର୍ଲଭ ହେବ? କେବଳ ବିଷ୍ଣୁ ବା ବିଷ୍ଣୁ ଭକ୍ତଙ୍କ ପକ୍ଷରେ ଏପରି କାର୍ଯ୍ୟ ସମ୍ଭବ ହୋଇଥାଏ। ଦିନେ ରାଜା ଇନ୍ଦ୍ରଦ୍ୟୁମ୍ନ ନାରଦଙ୍କୁ କହିଲେ, ହେ ଦ୍ୱିଜ ଶ୍ରେଷ୍ଠ, ଆମ୍ଭର ଏହି ମନ୍ଦିରରେ ଚିରଦିନ ପାଇଁ ବିଷ୍ଣୁଙ୍କ ଶରୀର ଭଳି ଯେପରି ରହେ। ନାରଦ ତାଙ୍କୁ କଳାକୃତି କରି ଉତ୍ତର ଦେଲେ, ହେ ରାଜନ୍, ତୁମ ଆମ ମଧ୍ୟରେ କୌଣସି ପ୍ରଭେଦ ନାହିଁ। ଏକଥା ମନେ ରଖିଥିବ। କେବଳ ତୁମରି ପାଇଁ ସ୍ୱୟଂ ନାରାୟଣ ଏହି ସ୍ଥାନରେ ସାକ୍ଷାତ ଆବିର୍ଭୂତ ହୋଇଛନ୍ତି। ତାଙ୍କ ପ୍ରତି ତୁମ ହୃଦୟରେ ନିଶ୍ଚଳ ଭକ୍ତି ଜାତ ହୋଇଛି। ଏହାଠାରୁ ଅଧିକ ଆଉ କଣ ହୋଇପାରେ? ତୁମେ ଏଠାରେ ପ୍ରଭୁଙ୍କ ଅର୍ଚ୍ଚନା କରି ଜୀବନ ମୁକ୍ତ ହୁଅ। ତୀର୍ଥ ପର୍ଯ୍ୟଟନ, ମନ୍ତ୍ରପାଠ, ଜପ, ଦାନ, ଯାଗ ଯଜ୍ଞାଦି କ୍ରିୟା ଦ୍ୱାରା ଯେଉଁ ଫଳ ପ୍ରାପ୍ତି ହୁଏ, ତୁମର ନିଶ୍ଚଳ ଭକ୍ତି ଦ୍ୱାରା ସେହି ଫଳ ତୁମକୁ ମିଳିଛି। ଏଣୁ ଶୋକ କର ନାହିଁ। ତୁମ ମନରେ ଏପରି ଭକ୍ତି ସବୁବେଳେ ରହିଥାଉ। ଏବେ ଚାଲ ପିତାମହ ବ୍ରହ୍ମାଙ୍କ ନିକଟକୁ ଯାଇ ମୋର ମନ କଥା କୁହ। ସେ ତୁମକୁ ଆବଶ୍ୟକ ଉପଦେଶ ଦେବେ ଓ ପ୍ରଭୁଙ୍କ ସମସ୍ତ ଜ୍ଞାନଯାତ୍ରା ବିଷୟ ବୁଝାଇ ଦେବେ। ସେ ଭଗବାନ ତୁମକୁ ତୁମର ଅଭୀଷ୍ଟ ବର ପ୍ରଦାନ କରିବେ। ସ୍ୱୟଂ ଧାତା ଆସି ମନ୍ଦିରର ପ୍ରତିଷ୍ଠା କର୍ମ କରିବେ। ସେତେବେଳେ ତୁମେ ସପ୍ତ ଋଷିଙ୍କ ସହ ଏଠାରେ ଉପସ୍ଥିତ ରହିବ। ପୃଥିବୀରେ ତୁମ ଛଡ଼ା ଅନ୍ୟ କେହି ବ୍ୟକ୍ତି ନାହିଁ ଯିଏ ସ୍ୱଦେହରେ ବ୍ରହ୍ମଲୋକକୁ ଗମନ କରିପାରିବ। ଏପରି କଥା ହୋଇ ନାରଦ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହ ଆକାଶ ପଥରେ ବ୍ରହ୍ମଲୋକକୁ ଯିବାକୁ ବାହାରିଲେ। ଦ୍ୱାବିଂଶ ଅଧ୍ୟାୟ। ନାରଦ ଓ ଇନ୍ଦ୍ରଦ୍ୟୁମ୍ନଙ୍କ ବ୍ରହ୍ମପୁର ଗମନ। ଜୈମିନୀ ମୁନିମାନଙ୍କୁ କହିଲେ, ରାଜା ଇନ୍ଦ୍ରଦ୍ୟୁମ୍ନ ଇଚ୍ଛାଗାମୀ ଦେଖି ଦେବର୍ଷି ନାରଦଙ୍କୁ ବିନୟ ଭାବରେ କହିଲେ, ହେ ମୁନିବର, ମୋ ନିକଟରେ ମନଠାରୁ ଅଧିକ ବେଗରେ ଯାତ୍ରା କରୁଥିବା ପୁଷ୍ପକ ବିମାନ ଅଛି। ଆମେ ଦୁହେଁ ସେ ରଥ ଆରୋହଣ କରି ବ୍ରହ୍ମଲୋକକୁ ଯାତ୍ରା କରିବା। କୃପା କରି କିଛି ସମୟ ପ୍ରତୀକ୍ଷା କଲେ ମୁଁ ମନ୍ଦିର କର୍ମଚାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇ ମାଧବଙ୍କୁ ପ୍ରଦକ୍ଷିଣ କରି ତାଙ୍କଠାରୁ ଅନୁମତି ନେଇ ଆସିବି। ତାଙ୍କଠାରୁ ଏପରି କଥା ଶୁଣି ନାରଦ ରାଜାଙ୍କ ହାତ ଧରି ମହାବେଦୀ ନିକଟରେ ଉପସ୍ଥିତ ହେଲେ। ଦୁହେଁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପ୍ରାର୍ଥନା କରି ବ୍ରହ୍ମଲୋକ ଯିବା ନିମନ୍ତେ ଅନୁମତି ଭିକ୍ଷା କଲେ। ରାଜା ଶ୍ରୀଜୀଉମାନଙ୍କୁ ତିନିଥର ପ୍ରଦକ୍ଷିଣ କରି କାୟ ମନ ବାକ୍ୟରେ ସମ୍ପୂର୍ଣ୍ଣ ନିଷ୍ଠାରେ ସାଷ୍ଟାଙ୍ଗ ପ୍ରଣିପାତ କରି ବ୍ରହ୍ମଲୋକ ଯାତ୍ରା ନିମନ୍ତେ ରଥ ଆରୋହଣ କଲେ। କ୍ରମେ କ୍ରମେ ରଥ ମାଳବର ମଧ୍ୟବର୍ତ୍ତୀ ହୋଇ ସୂର୍ଯ୍ୟମଣ୍ଡଳରେ ପ୍ରଦକ୍ଷିଣ କରି ଊର୍ଦ୍ଧ୍ୱଲୋକକୁ ଆଗେଇ ଚାଲିଲା। ଏ ସମୟରେ ନରଲୋକରେ ଯେତେ ସିଦ୍ଧ ପୁରୁଷ ଥିଲେ ଊର୍ଦ୍ଧ୍ୱମୁଖରେ ଏମାନଙ୍କ ଯାତ୍ରାପଥକୁ ଚାହିଁ ରହିଲେ। ମହର୍ଷି ନାରଦ ସର୍ବଲୋକରେ ପୂଜ୍ୟ। ସବୁ ସ୍ଥାନକୁ ଯିବା ପାଇଁ ତାଙ୍କ ନିମନ୍ତେ ଦ୍ୱାର ଉନ୍ମୁକ୍ତ। ଏଣେ ମତେ ପରବାସୀ ରାଜା ଇନ୍ଦ୍ରଦ୍ୟୁମ୍ନ ବିଷ୍ଣୁ ଭକ୍ତ। ତେଣୁ ସବୁ ସ୍ଥାନକୁ ଯିବା ନିମନ୍ତେ ନିଜ ଭକ୍ତି ବଳରେ ଅଧିକୃତ ହୋଇଛନ୍ତି। ଯିଏ ବିଷ୍ଣୁଙ୍କୁ ଅଚଳ ଭକ୍ତି କରେ, ତା ନିମନ୍ତେ ବ୍ରହ୍ମାଣ୍ଡରେ କିଛି ଦୁର୍ଲଭ ନୁହେଁ। ଦୁହେଁ ଯାଇ ମହଲୋକରେ ପହଞ୍ଚିଲେ। ସେଠାରେ ସିଦ୍ଧପୁରୁଷମାନେ ତାଙ୍କୁ ଅଭିବାଦନ ଜଣାଇଲେ। ରାଜା ଭୁଲିଗଲେ ଯେ ସେ ପାର୍ଥିବ ଶରୀରରେ ବ୍ରହ୍ମଲୋକ ଯାତ୍ରା କରୁଛନ୍ତି। ଯେତେ ଉପରକୁ ଉଠୁଥାନ୍ତି ତାଙ୍କ ମନ ଆନନ୍ଦରେ ଉତ୍ଫୁଲ୍ଲିତ ହୋଇ ଉଠୁଥାଏ। ମଝିରେ ରାଜାଙ୍କର ଦେଉଳ ନିର୍ମାଣ କଥା ମନେ ପଡ଼ିଲା। ସେ ଚିନ୍ତା କଲେ, ମୁଁ ତ ବ୍ରହ୍ମଲୋକକୁ ଯାତ୍ରା କରୁଛି, ସେପଟେ ନିର୍ମାଣ କାର୍ଯ୍ୟ ଠିକ୍ ଭାବେ ଚାଲିଛି କି ନାହିଁ। ମୋ ଅନୁପସ୍ଥିତିରେ ଶତ୍ରୁମାନେ ତାକୁ ନଷ୍ଟ କରିଦେବେ କିମ୍ବା ମନ୍ଦିରକୁ ଲୁଣ୍ଠନ ମଧ୍ୟ କରିପାରନ୍ତି। କେବଳ ବେତନଭୋଗୀ ଶିଳ୍ପୀଗଣ ଅଳସୁଆପଣରେ କାର୍ଯ୍ୟରେ ଅବହେଳା କରିଥାଇ ପାରନ୍ତି। ଯେତେବେଳେ ପର୍ଯ୍ୟନ୍ତ ମୁଁ ବେଦପତି ବ୍ରହ୍ମକୁ ନେଇ ମନ୍ଦିର ପ୍ରତିଷ୍ଠା କରିନାହିଁ, ସେ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ନାହିଁ। ଯେଉଁମାନେ ବ୍ରହ୍ମଲୋକକୁ ଆସନ୍ତି ସେମାନେ ଆଉ ଫେରନ୍ତି ନାହିଁ। ଏକଥା ଚିନ୍ତା କରି ସାମନ୍ତ ରାଜାମାନେ ମୋ ରାଜ୍ୟକୁ ଅଧିକାର କରି ନେଇପାରନ୍ତି। ଏପରି ଅନେକ ଚିନ୍ତା ତାଙ୍କ ମନ ମଧ୍ୟରେ ପ୍ରବେଶ କଲା। ରାଜାଙ୍କୁ ଏପରି ଚିନ୍ତା କରୁଥିବା ଦେଖି ତ୍ରିକାଳଦର୍ଶୀ ନାରଦ ତାଙ୍କୁ କହିଲେ, ହେ ରାଜନ୍, ତୁମେ ଏପରି ଚିନ୍ତା କରୁଛ କାହିଁକି? ଯେଉଁଠି ସମସ୍ତ ଚିନ୍ତାର ପରିସମାପ୍ତି ଘଟେ, ଆମେ ସେଠାରେ ପହଞ୍ଚିଛେ। ଏ ସ୍ଥାନରେ ଆଦି ବ୍ୟାଧି ଜ୍ୱର ମୃତ୍ୟୁ ଆଦି ନଥାଏ। ତୁମେ ସ୍ୱଦେହରେ ଏଠାକୁ ଆସି କୃତାର୍ଥ ହୋଇଛ। ବ୍ରହ୍ମଲୋକରୁ ସ୍ୱୟଂ ନାରାୟଣଙ୍କ ଦର୍ଶନ ଲାଭ କରିଛ। ତୁମ ପରି ଭାଗ୍ୟବାନ ବ୍ୟକ୍ତି ଆଉ କେହି ନାହିଁ। ଯେଉଁମାନେ ବ୍ରହ୍ମଲୋକକୁ ଆସନ୍ତି ସେମାନଙ୍କ ସାଂସାରିକ ମାୟା ମମତା ଦୂର ହୋଇଯାଏ। ନାରଦଙ୍କ କଥା ଶୁଣି ଇନ୍ଦ୍ରଦ୍ୟୁମ୍ନ ଉତ୍ତର ଦେଲେ, ହେ ଋଷିବର, ମୁଁ ମୋ ରାଜ୍ୟ, ବନ୍ଧୁବାନ୍ଧବ, ଆତ୍ମୀୟ ସ୍ୱଜନଙ୍କ କଥା ଚିନ୍ତା କରୁନାହିଁ। ମୋ ମନରେ ନିର୍ମାଣ ହୋଇଥିବା ମନ୍ଦିର କଥା ଉଦ୍ରେକ ହେଉଛି। ଆମେ ତ ବ୍ରହ୍ମଲୋକକୁ ଆସିଛେ, ଏକଥା ମୋର ଭୃତ୍ୟଗଣେ ଜାଣିଛନ୍ତି। ସେମାନେ ଠିକ୍ ଭାବରେ କାର୍ଯ୍ୟ କରୁନଥିବେ। ଆମେ ଫେରିଲେ ମନ୍ଦିର ପ୍ରତିଷ୍ଠା ହେବ। ଠିକ୍ ଭାବରେ କାମ ହୋଇଥିଲେ କାଳେ କିଛି ବିଘ୍ନ ଘଟିବ, ମୋତେ ସେହି ଚିନ୍ତା ଘାରିଛି। ଠିକ୍ ଭାବରେ କାମ ହୋଇନଥିଲେ କାଳେ କିଛି ବିଘ୍ନ ଘଟିବ, ମୋତେ ସେହି ଚିନ୍ତା ଘାରିଛି। ରାଜାଙ୍କ କଥା ଶୁଣି ନାରଦ କହିଲେ, ହେ ଭୂପାଳ, ତୁମେ ସାମାନ୍ୟ ବ୍ୟକ୍ତି ନୁହଁ। ତୁଳନାରେ ତୁମେ ପ୍ରଜାପତି ବ୍ରହ୍ମଙ୍କ ସହ ସମକକ୍ଷ। ଏଣୁ କେହି ତୁମର କିଛି ଅନିଷ୍ଟ କରିପାରିବେ ନାହିଁ। ବର୍ତ୍ତମାନ ଯେଉଁ କାର୍ଯ୍ୟ କରିଛ, ସେ ନିମନ୍ତେ ଜଗତକର୍ତ୍ତା ପରମେଶ୍ୱର ତୁମକୁ ସାହାଯ୍ୟ କରିବେ। ତୁମେ ବ୍ରହ୍ମଲୋକକୁ ଆସିଥିବାରୁ ତୁମର କୀର୍ତ୍ତି ତ୍ରିଲୋକରେ ପରିବ୍ୟାପ୍ତ ହୋଇଯିବ। ତୁମେ ସୂର୍ଯ୍ୟଙ୍କ ସମ ପ୍ରତାପୀ। ମାନେ ତୁମ କାର୍ଯ୍ୟରେ ବିଘ୍ନ ସୃଷ୍ଟି କରିବାରେ କିଏ ବା ସକ୍ଷମ ହେବ? ଚତୁର୍ମୁଖ ବ୍ରହ୍ମା ଯାହାଙ୍କୁ ସଦାଇ ହୁଅନ୍ତି, ତାଙ୍କର ବିଘ୍ନ ଭୟ ନଥାଏ। ସେହି ଆପଣ ନିର୍ମାଣ କରିଥିବା ମନ୍ଦିରକୁ ନିଜର ବୋଲି କହିପାରିବେ ନାହିଁ। ମନରୁ ଶଙ୍କା ଦୂର କରି ଚାହଁ। ଅଳ୍ପ ଦୂରରେ ଇନ୍ଦ୍ରସଭା ଦୃଷ୍ଟିଗୋଚର ହେଉଛି। ତା ଉପରକୁ ବ୍ରହ୍ମାଙ୍କ ସଦନ କୋଟି ଚନ୍ଦ୍ରର କାନ୍ତି ଧାରଣ କରି ମନକୁ ମୋହି ନେଉଛି। ଏପରି କଥାବାର୍ତ୍ତା ହେଉ ଦୁହେଁ ବ୍ରହ୍ମାଙ୍କ ସଦନ ନିକଟରେ ପହଞ୍ଚିଲେ। ବ୍ରହ୍ମ ସେମାନଙ୍କ ମୁଖ
ସ୍ଫୁର ସ୍ଫୁସ୍ଫଟ ଓ ସୁମଧୁର ବେଦଧ୍ୱନି ସେମାନଙ୍କ କର୍ଣ୍ଣ ଗୌରରେ ପ୍ରବେଶ କଲା। ନାରଦ କହିଲେ, ହେ ରାଜା, ଏ ସମସ୍ତ ବ୍ରହ୍ମଙ୍କ ସଦନରୁ ଶୁଣାଯାଉଛି। ବେଦପତି ବ୍ରହ୍ମା ବ୍ରହ୍ମସମାଂସ ଏ ସଭାରେ ଉପସ୍ଥିତ ଅଛନ୍ତି। ଏ ଜୀବନମୁକ୍ତ ବ୍ୟକ୍ତିମାନଙ୍କର ଆରାଧ୍ୟ। ଜୀବଗଣ ଥରେ ତାଙ୍କୁ ଏଠାକୁ ଆସିଲେ ସଂସାର ସଙ୍କଟରେ ପଡ଼ନ୍ତି ନାହିଁ। ବ୍ରହ୍ମାଙ୍କୁ ସତ୍ ବୋଲି କୁହାଯାଏ। ଏଣୁ ବ୍ରହ୍ମଙ୍କ ସଦନକୁ ସତ୍ୟ ଲୋକ ନାମରେ ନାମିତ କରାଯାଇଛି। ଏହାର ଉପରି ଭାଗ ମହାଶୂନ୍ୟ ଅଟେ। ସେଠାରେ ବ୍ରହ୍ମାଙ୍କର ଅଣ୍ଡ ଓ କପାଳ ଅବସ୍ଥାନ କରେ। ଏହା ତଳକୁ ବୈକୁଣ୍ଠ ଭୁବନ ରହିଛି। ସେଠାରେ ମୁକ୍ତ ପୁରୁଷମାନେ ବାସ କରନ୍ତି। ତାହା ଯୋଗୀଙ୍କର ଚିନ୍ତନୀୟ ସ୍ଥାନ। ତାହା ଯୋଗେଶ୍ୱରଙ୍କର ନିବାସ ସ୍ଥଳୀ। ଏହାଙ୍କୁ ପ୍ରାପ୍ତ ହୋଇଥିଲା ମୃତ୍ୟୁ। ତାଙ୍କୁ ପ୍ରାପ୍ତ ହେଲେ ମୃତ୍ୟୁର ଭୟ ଦୂର ହୁଏ। ସେହି ଆନନ୍ଦରେ ଚୈତନ୍ୟ ସ୍ୱରୂପ ନାରାୟଣ ସେଠାରେ ଅବସ୍ଥାନ କରି ଜଗତର ସୃଷ୍ଟି ସ୍ଥିତି ଓ ସଂହାର କାର୍ଯ୍ୟ ସମ୍ପାଦନ କରନ୍ତି। ଏହିଠାରୁ ମତ୍ସ୍ୟ କୁର୍ମାଦି ଅବତାର ଗ୍ରହଣ କରି ପୁରାଣ ପୂର୍ବକ ଧରାପୃଷ୍ଠରେ ଲୀଳା କରନ୍ତି। ଦିହେଁ ଯାଇ ବ୍ରହ୍ମପୁରରେ ପହଞ୍ଚିଲେ। ଦେଖିଲେ ଇନ୍ଦ୍ରଙ୍କ ସହ ସମସ୍ତ ଦିଗପାଳ ସିଦ୍ଧ ଓ ପିତୃଗଣ ଦ୍ୱାର ନିକଟରେ ନିଚବ୍ୟକ୍ତିଙ୍କ ଭଳି ଛିଡ଼ା ହୋଇ ଦ୍ୱାରପାଳଙ୍କୁ ବିନତି କରୁଛନ୍ତି। ମାତ୍ର ଦ୍ୱାରପାଳ ସେମାନଙ୍କ ଭିତରେ ପ୍ରବେଶ ନିମନ୍ତେ ଅନୁମତି ଦେଉନାହିଁ। ଇନ୍ଦ୍ରଦେବଙ୍କ ସହ ନାରଦଙ୍କୁ ଦେଖି ଦ୍ୱାରପାଳ ପ୍ରଣାମ କରି କହିଲା, ଆପଣ ତ ସବୁବେଳେ ବିଭିନ୍ନ ସ୍ଥାନ ପରିଭ୍ରମଣ କରୁଛନ୍ତି। ଆପଣ ନଥିବାରୁ ପିତୃଦେବଙ୍କ ସତ୍ତା ମଳିନ ପଡ଼ିଯାଇଛି। ସଭାରେ ବ୍ରହ୍ମତତ୍ପର ଗୌତମାଦି ମୁନିଗଣ ଉପସ୍ଥିତ ରହୁଥିବେ କି ଯେପରି ଚନ୍ଦ୍ରଯୁକ୍ତ ତାରାଯୁକ୍ତ ଆକାଶ ନିଷ୍ପ୍ରଭର ଦିଶେ, ସେପରି ଆପଣଙ୍କ ଅନୁପସ୍ଥିତିରେ ବ୍ରହ୍ମସଭା ତେଜହୀନ ଜଣାଯାଉଛି। ଏପରି ବିନୟ ଭାବ ପ୍ରଦର୍ଶନ କରି ନାରଦଙ୍କୁ ବ୍ରହ୍ମସଭାକୁ ଯିବା ନିମନ୍ତେ ଦ୍ୱାରପାଳ ଅନୁମତି ପ୍ରଦାନ କଲା। ତ୍ରୟୋବିଂଶ ଅଧ୍ୟାୟ। ଇନ୍ଦ୍ରଦ୍ୟୁମ୍ନଙ୍କ ବ୍ରହ୍ମଲୋକ ଦର୍ଶନ। ଦେବର୍ଷି ନାରଦଙ୍କୁ ବ୍ରହ୍ମାଙ୍କ ଉତ୍ସବକୁ ଯିବା ପାଇଁ ଦ୍ୱାର ଖୋଲିଦେଲେ ମଧ୍ୟ ସେଠାକୁ ଯିବା ନିମନ୍ତେ ଇନ୍ଦ୍ରଦ୍ୟୁମ୍ନଙ୍କୁ ନ ଛାଡ଼ିବାରୁ ନାରଦ ତାଙ୍କୁ କହିଲେ, ଦ୍ୱାରପାଳ, ମୋ ସାଥିରେ ଆସିଥିବା ବ୍ୟକ୍ତି ରାଜର୍ଷି ଇନ୍ଦ୍ରଦ୍ୟୁମ୍ନ ଅଟନ୍ତି। ସେ ପିତାଙ୍କ ଦର୍ଶନର ଅଭିଳାଷୀ। ଏଣୁ ଏବେ ତାଙ୍କ ଭିତରକୁ ଯିବା ପାଇଁ ଉନ୍ମିଳନ କରୁ। ନାରଦଙ୍କ କଥା ଶୁଣି ଦ୍ୱାରୀ ଉତ୍ତର ଦେଲେ, ସ୍ୱାମୀ, ଆପଣଙ୍କ ସହ ଆସିଥିବା ବ୍ୟକ୍ତି ସାମାନ୍ୟ ନୁହନ୍ତି। ମାତ୍ର ମୁଁ ନାଚାର। କାହାରିକୁ ଭିତରକୁ ଯିବା ନିମନ୍ତେ ଛାଡ଼ିବା ପାଇଁ ମୋତେ ଅନୁମତି ନାହିଁ। ପିତୃଗଣ, ମନ୍ୱନ୍ତର ଅଧିପତି ଓ ଦିଗପାଳଗଣ ମଧ୍ୟ ଭିତରକୁ ଯିବା ପାଇଁ ଏଠାରେ ଅପେକ୍ଷାରତ। ଇନ୍ଦ୍ରଦ୍ୟୁମ୍ନ ଏଠାରେ କି ସମୟ ରୁହନ୍ତୁ। ଆପଣ ଭିତରକୁ ଯାଇ ପିତାଙ୍କଠାରୁ ଅନୁମତି ଆଣିଲେ ତାଙ୍କୁ ସଭାଗୃହକୁ ଛାଡ଼ିବି। ମୁଁ ଜଣେ ଆଜ୍ଞାପାଳକ ସେବକ। ସ୍ୱାମୀଙ୍କ ଆଦେଶ ପାଳନ କରିବା ମୋର ଧର୍ମ। ଏଣୁ ଆପଣ ଓ ଆପଣଙ୍କ ପିତା ମୋ କାର୍ଯ୍ୟରେ କ୍ରୋଧାନ୍ୱିତ ହେବେ ନାହିଁ। ଦ୍ୱାରୀଙ୍କଠାରୁ ଏପରି କଥା ଶୁଣି ଦେବର୍ଷି ସଭା ମଧ୍ୟକୁ ପ୍ରବେଶ କରି ବେଦପତିଙ୍କୁ ପ୍ରଣାମ କଲେ। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଆସିବା କଥା ଶୁଣି ପଦ୍ମଜୁନି ଇଙ୍ଗିତରେ ଇନ୍ଦ୍ରଦ୍ୟୁମ୍ନଙ୍କ ଭିତରକୁ ଆସିବା ନିମନ୍ତେ ଅନୁମତି ପ୍ରଦାନ କଲେ। ନାରଦ ଇନ୍ଦ୍ରଦ୍ୟୁମ୍ନଙ୍କୁ ସାଥିରେ ଧରି ସଭାଗୃହରେ ପ୍ରବେଶ କରିବା ଦେଖି ଦେବତାମାନେ ଆଶ୍ଚର୍ଯ୍ୟଚକିତ ହୋଇ ପଡ଼ିଲେ। ଇନ୍ଦ୍ରଦ୍ୟୁମ୍ନ ଦୂରରୁ ବ୍ରହ୍ମାଙ୍କୁ ଦେଖି ଭାବିଲେ, ଇଏ ବୋଧହୁଏ ଦାରୁ ବ୍ରହ୍ମ। ମୁଁ ବୋଧହୁଏ ଏବେ ସଦ୍ୟ ଜଗନ୍ନାଥଙ୍କୁ ଏଠାରେ ଦର୍ଶନ କରୁଛି। ଏପରି ଚିନ୍ତା କରି ରାଜା ତାଙ୍କୁ ପ୍ରଣାମ କରି ବିଭିନ୍ନ ପ୍ରକାର ସ୍ତୁତି କଲେ। ବ୍ରହ୍ମା ସଭା ମଧ୍ୟରେ ପ୍ରବେଶ କରି ତାଙ୍କୁ ଭୟ ଲାଗିଲା। ନାରଦ ବତସ୍ଥ ସ୍ଥାନରେ ସେ ଉପବେଶନ କଲେ। ବେଦପତି ହରିହର ସମ୍ବଳିତ ସଙ୍ଗୀତ ଶୁଣି କିଛି କ୍ଷଣ ମୌନ ହୋଇ ବସି ରହିଲେ। ବ୍ରହ୍ମାଙ୍କ ଦୁଇ ପତ୍ନୀ ଶାରଦା ଓ ସାବିତ୍ରୀ ଦୁଇ ପାଖରେ ଛିଡ଼ା ହୋଇ ଚାମର ଚାଳନା କରିଥାନ୍ତି। ସ୍ୱଚ୍ଛ ନିର୍ମଳ ଶରୀର ଦେହରେ ଦେବଗଣ ଦାତାଙ୍କର ସ୍ତୁତିପାଠ କରିଥାନ୍ତି। ବ୍ରହ୍ମଲୋକରେ କାହାରିକୁ ଜରା ବ୍ୟାଧି ଆଦି ଗ୍ରାସ କରେ ନାହିଁ। କଳ୍ପ ଓ ମନ୍ୱନ୍ତର ଆଦିର ଗଣନା ସେଠାରେ ହୁଏ ନାହିଁ। ସଙ୍ଗୀତ ସମାପନ ପରେ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନଙ୍କର କୁଶଳ ସମାଚାର ପଚାରିଲେ। କହିଲେ, ହେ ବଳଶାଳୀ ରାଜା, ତୁମେ ନାରାୟଣଙ୍କର ଅତି ପ୍ରିୟ। ତୁମେ ଜାଣି ଯେ ସାମାନ୍ୟ ବ୍ୟକ୍ତିଙ୍କ ପକ୍ଷରେ ଏ ସତ୍ୟ ଲୋକରେ ପ୍ରବେଶ କରିବା ସମ୍ଭବ ନୁହେଁ। ମୁନି ମନେ ମନେ ଅନେକ କଷ୍ଟ ସ୍ୱୀକାର କରି ଘୋର ତପସ୍ୟା ବଳରେ ପାପଶୂନ୍ୟ ହୋଇ ଏଠାକୁ ଆସନ୍ତି। ଚତୁର୍ଦ୍ଦଶ ଭୁବନରେ ଯେତେ ପ୍ରାଣୀ ଜନ୍ମଗ୍ରହଣ କରନ୍ତି, ସେ ସମସ୍ତେ ଭିନ୍ନ ରୂପ ଗ୍ରହଣ କରି ଏ ସତ୍ୟ ଲୋକକୁ ଅଣ୍ଡା କରି ଜଗିଥାନ୍ତି। ସତ୍ୟ ଲୋକକୁ ଆଶା କରି ଜଗି ରହିଥାନ୍ତି। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ବ୍ରହ୍ମଲୋକ ଆଗମନର କାରଣ ପିତାମହଙ୍କୁ ଜ୍ଞାତ ଥିଲେ ମଧ୍ୟ ପିତାମହ ତାଙ୍କୁ ରଶ୍ନେହେ ଆଗମନର କାରଣ ପଚାରିଲେ। ପିତାମହଙ୍କ ଉତ୍ତରରେ ରାଜା ଇନ୍ଦ୍ରଦ୍ୟୁମ୍ନ କହିଲେ, ହେ तात, ଆପଣ ଅନ୍ତର୍ଯ୍ୟାମୀ। ଏଣୁ ମନ କଥା ଆପଣଙ୍କୁ ଜଣା। ତଥାପି କହୁଛି, ଆପଣଙ୍କ ପୁତ୍ର ବ୍ରହ୍ମର୍ଷି ନାରଦଙ୍କ ଠାରୁ ଆପଣଙ୍କ ପ୍ରେରିତ ସମ୍ବାଦ ପାଇ ସହସ୍ର ଅଶ୍ୱମେଧ ଯଜ୍ଞ ଅନୁଷ୍ଠିତ କରାଇଲି। ତାପରେ ଦାରବର୍ତ୍ତନ ଧାରଣ କରି ମହାପ୍ରଭୁ ଆବିର୍ଭୂତ ହେଲେ। ଆପଣଙ୍କ ଅନୁଗ୍ରହରୁ ମୁଁ ସକଳ କାର୍ଯ୍ୟ ସମ୍ପନ୍ନ କରିଛି। ଯେଉଁ ସ୍ଥାନରେ ମୁଁ ମନ୍ଦିର ନିର୍ମାଣ କରିଛି, ଆପଣ ସେ ସ୍ଥାନକୁ ଯାଇ ସେହି ମନ୍ଦିରକୁ ପ୍ରତିଷ୍ଠା କଲେ ମୋ ମନସ୍କାମନା ପୂର୍ଣ୍ଣ ହେବ। ଏଣୁ ମୁଁ ଦେବର୍ଷିଙ୍କ ସହ ଏଠାକୁ ଆସି ଆପଣଙ୍କ ପାଦପଦ୍ମ ଦର୍ଶନର ସୌଭାଗ୍ୟ ପ୍ରାପ୍ତ ହୋଇଛି। ହେ ପ୍ରଭୁ, ଯିଏ ହରି ସେହି ଚତୁର୍ମୁଖ। ଆପଣ ଦୁହିଁଙ୍କ ଭିତରେ କୌଣସି ପ୍ରଭେଦ ନାହିଁ। ନାମ ଭେଦ ତତ୍ତ୍ୱରେ ଆପଣ ଦୁହେଁ ଅଭିନ୍ନ। ମହାପ୍ରଭୁ ଜଗନ୍ନାଥ ହିଁ ଏକମାତ୍ର ଜ୍ଞେୟ ବସ୍ତୁ ଓ ଆପଣ ଜ୍ଞାତା।
ଜୈମିନୀ କହିଲେ, ଇନ୍ଦ୍ରଦ୍ୟୁମ୍ନ ଏପରି କହି ପିତାମହଙ୍କୁ କହୁଥିବା ବେଳେ ଋଷି ଦୁର୍ବାସା ହଠାତ୍ ବ୍ରହ୍ମଲୋକରେ ଆସି ଉପସ୍ଥିତ ହେଲେ। ବ୍ରହ୍ମାଙ୍କୁ ପ୍ରଣାମ କରି ସେ କହିଲେ, ହେ ଚତୁରାନନ, ଆପଣଙ୍କ ଦ୍ୱାରଦେଶରେ ପିତୃପୁରୁଷ ମନ୍ୱନ୍ତର ରୂପଗଣ ନିଜ ବ୍ୟକ୍ତିଙ୍କ ଭଳି କେବେଠାରୁ ଅପେକ୍ଷା ରହିଛନ୍ତି। ଆପଣଙ୍କ ଦ୍ୱାରୀ ସେମାନଙ୍କୁ ଭିତରକୁ ଆସିବାକୁ ଅନୁମତି ଦେଉନାହିଁ। ଆପଣ ଆଦେଶ ଦେଲେ ସେମାନେ ଆସି ଆପଣଙ୍କୁ ପ୍ରଣାମ କରିବେ। ଦୁର୍ବାସାଙ୍କ କଥା ଶୁଣି ବ୍ରହ୍ମା ଉତ୍ତରରେ କହିଲେ ଯେ, ଲୋକପାଳଗଣ ଇନ୍ଦ୍ରଦ୍ୟୁମ୍ନଙ୍କ ସହ ତୁଳନୀୟ ନୁହନ୍ତି। ସେମାନେ ସମସ୍ତେ ମୋହଦ୍ୱାରା ବଶୀଭୂତ। ମାତ୍ର ଇନ୍ଦ୍ରଦ୍ୟୁମ୍ନ ଜୀବନମୁକ୍ତ ପୁରୁଷ। ସେ ସତ୍କାର୍ଯ୍ୟ ଦ୍ୱାରା ଦେହର ସମସ୍ତ ପାପ ବିନିଷ୍ଟ କରିଛନ୍ତି। ସେ ପରମ ବିଷ୍ଣୁ ଭକ୍ତ ଓ ଆମ ବଂଶର ପଞ୍ଚମ ସନ୍ତାନ। ମାତ୍ର ଏହି ଦେବଗଣ ସୁଖଭୋଗ ଉଦ୍ଦେଶ୍ୟରେ ତପ ଆଚରଣ କରି ଦେବତ୍ୱ ଲାଭ କରିଛନ୍ତି। ଏଣୁ ଇନ୍ଦ୍ରଦ୍ୟୁମ୍ନଙ୍କୁ ଭିତରକୁ ଆସିବାର ଅନୁମତି ମିଳିଛି। ସେ ଯାହା ହେଉ, ତୁମ କଥାକୁ ରକ୍ଷା କରି ମୁଁ ଦେବଗଣଙ୍କୁ ଭିତରକୁ ଆସିବାକୁ ଅନୁମତି ଦେଇଛି। ସେମାନେ ଏଠାକୁ ଆସି ମୋତେ ପ୍ରଣାମ କରି ସୁଖରେ ଫେରିଯାଆନ୍ତୁ। ଦୁର୍ବାସାଙ୍କ ଦ୍ୱାରା ଆହୁତ ହୋଇ ଦେବତାଗଣ ବ୍ରହ୍ମାସଭାରେ ପ୍ରବେଶ କରି ଯେଉଁ ସ୍ଥାନରେ ଗାୟକମାନେ ଗାନ କରୁଥିଲେ, ସେ ସ୍ଥାନରୁ ଦୂରରୁ ବ୍ରହ୍ମଦେବଙ୍କୁ ପ୍ରଣାମ କଲେ। ଲୋକପାଳଗଣ ବେଦବତୀଙ୍କ ସମ୍ମୁଖରେ ଯାଇ ତାଙ୍କୁ ନମସ୍କାର କଲେ। ସେତେବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କ ପାଖରେ ଉପସ୍ଥିତ ଥାନ୍ତି। ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନଙ୍କୁ କହୁଥାନ୍ତି, ହେ ରାଜା, ତୁମେ ନାରାୟଣଙ୍କ ନିମନ୍ତେ ମନ୍ଦିର ନିର୍ମାଣ କରିଛ, ଏକଥା ଠିକ୍। ମାତ୍ର ଏହା ଭିତରେ ଅନେକ ଦିନ ବିତିଗଲାଣି। ତୁମର ରାଜ୍ୟ ଆଉ ନାହିଁ। ତୁମର ଶ୍ରୁତାପତ ବଂଶ ପୁତ୍ରପୌତ୍ରାଦିଙ୍କର ସମୟ ଶେଷ ହୋଇଗଲାଣି। ଯେତେବେଳେ ଏଠାରେ ସଙ୍ଗୀତ ଗାନ ହେଉଥିଲା, ସେତେବେଳେ ପୃଥିବୀରେ କେତେ ଯୁଗ ବିତିଗଲାଣି। ଏହା ଭିତରେ କୋଟି କୋଟି ରାଜା ରାଜତ୍ୱ କରିସାରିଲେଣି। ଏଠାରେ ଏକ ସପ୍ତତି ଦିବ୍ୟ ଯୁଗ ହେଲେ ପୃଥିବୀରେ ଗୋଟିଏ ମନ୍ୱନ୍ତର ହୁଏ। ଏହା ଭିତରେ ତୁମେ ମୃତ୍ୟୁ ଓ ବାର୍ଦ୍ଧକ୍ୟରେ ଆକ୍ରାନ୍ତ ହୋଇସାରିଛ। ମାତ୍ର ଏଠାରେ ଥିବାରୁ ତୁମକୁ ସେସବୁ ଜଣାଯାଇନାହିଁ। ତୁମର ସେହି ମନ୍ଦିର ଓ ସେହି ଦାରମୂର୍ତ୍ତି ସେପରି ରହିଛନ୍ତି। ତୁମେ ଏବେ ଫେରିଯାଇ ସେହି ମନ୍ଦିର ଓ ଦେବତାଙ୍କୁ ନିଜ ଆୟତ୍ତରେ ନିଅ। ଆମେ ତୁମ ପଛେ ପଛେ ସେଠାରେ ପହଞ୍ଚିବୁ। ଇନ୍ଦ୍ରଦ୍ୟୁମ୍ନଙ୍କୁ ଏପରି ନିର୍ଦ୍ଦେଶ ଦେଇ ବ୍ରହ୍ମଦେବ ଦେବତାମାନଙ୍କୁ ସସ୍ନେହ ଚାହିଁ ବ୍ରହ୍ମପୁରକୁ ଆସିବାର କାରଣ ପଚାରିଲେ। ଦେବତାମାନେ ବିନୟବନତ ହୋଇ ପିତାମହଙ୍କୁ ପଚାରିଲେ, ହେ ଦେବ, ପୂର୍ବକାଳରେ ସିନ୍ଧୁ ତଟବର୍ତ୍ତୀ ନୀଳ ପର୍ବତରେ ଭଗବାନ ବିଷ୍ଣୁ ନୀଳକାନ୍ତ ମଣିମୟ ବିଗ୍ରହ ହୋଇ ଅବସ୍ଥାନ କରୁଥିଲେ। ସେଠାରୁ କାହିଁକି ଅନ୍ତର୍ନିହିତ ହୋଇଯାଇ ଇନ୍ଦ୍ରଦ୍ୟୁମ୍ନଙ୍କ ଯଜ୍ଞ ଶେଷରେ ଦାରବତୀର୍ଣ୍ଣରେ ଅବତୀର୍ଣ୍ଣ ହେଲେ? ଆପଣ କୃପା କରି ଆମ ଆଗରେ ପ୍ରକାଶ କରନ୍ତୁ। ବ୍ରହ୍ମା ଉତ୍ତର ଦେଲେ, ହେ ଦେବତାଗଣ, ଆପଣମାନେ ଯାହା ପଚାରିଲେ ତାହା ଅତ୍ୟନ୍ତ ଗୁପ୍ତ କଥା। ତେବେ ସେ କଥା ଆପଣମାନଙ୍କ ଆଗରେ ବର୍ଣ୍ଣନା କରୁଛି, ମନୋଯୋଗ ସହକାରେ ଶୁଣନ୍ତୁ। ଆମର ପ୍ରଥମ ଅପରାଧ ଶେଷ ପର୍ଯ୍ୟନ୍ତ ନାରାୟଣ ସେଠାରେ ନୀଳମାଧବ ରୂପେ ଅବସ୍ଥାନ କରୁଥିଲେ। ଶ୍ଵେତବରାହ କଳ୍ପରେ ଏବେ ଦ୍ୱିତୀୟ ପ୍ରାତଃ କାଳ। ଏବେ ସ୍ୱୟଂଭୁବ ମନୁଙ୍କର ଆଧିପତ୍ୟ ରହିଛି। ବର୍ତ୍ତମାନ ପ୍ରଭୁ ଦାରବର୍ତ୍ତନ ଧାରଣ କରିଛନ୍ତି। ଏହି ଦାରବର୍ତ୍ତନ ଦ୍ୱିତୀୟ ଅପରାଧ ଶେଷ ପର୍ଯ୍ୟନ୍ତ ରହିବ। ହେ ଦେବଗଣ, ଆମର ଆତ୍ମା ସ୍ୱୟଂ ଭଗବାନ ଓ ଆମ୍ଭେ ଦେବଗଣଙ୍କର ଆତ୍ମା। ଏଥିରେ କୌଣସି ବ୍ୟତିକ୍ରମ ନାହିଁ। ଆମ୍ଭ ଦୁହିଁଙ୍କ ବ୍ୟତିରେକେ ଏ ଜଗତରେ ଆଉ କିଛି ନାହିଁ। କ୍ଷୀର ସମୁଦ୍ର ଅନ୍ତର୍ଗତ ଶ୍ଵେତଦ୍ୱୀପ ମଧ୍ୟରେ ମଣିମୟ ମଣ୍ଡପରେ ଅନନ୍ତ ସଜ୍ଜାରେ ପ୍ରଭୁ ଯୋଗନିଦ୍ରାରେ ଶୟନ କରିଛନ୍ତି। ସେହି ପ୍ରଭୁ ଯିଏ ବିଶ୍ୱ ନିୟନ୍ତା, ଚରାଚର ଜଗତର କାରଣ। ଶ୍ଵେତଦ୍ୱୀପରେ ଚୈତନ୍ୟର ଅଧିଷ୍ଠାନ ରୂପେ ସତ୍ୟପୁରୁଷ ପ୍ରକାଶ ବୃକ୍ଷ ରୂପରେ ପ୍ରଥମେ ସିନ୍ଧୁ ଜଳରୁ ଉତ୍ପନ୍ନ ହୋଇଥିଲେ। ତ୍ରୈଲୋକ୍ୟ ଭୋଗ ଇଚ୍ଛା କରି ପ୍ରଭୁ ଏହି ଦାରବର୍ତ୍ତନ ଧାରଣ କରିଛନ୍ତି। ଅନେକ ସହସ୍ର ଜନ୍ମ ଗ୍ରହଣ କରି ମନୁଷ୍ୟ ଭକ୍ତି ସହ ତାଙ୍କୁ ଚିନ୍ତା କଲେ ପୂର୍ଣ୍ଣ କାମ ହୁଏ। ତାର ସଂସାରର ଦୁଃଖ ଦୂର ହୁଏ। ଏହି ପ୍ରଭୁ ଜୀବର କର୍ମଫଳ ନାଶ କରି ତାକୁ ମୁକ୍ତି ଦିଅନ୍ତି। ପ୍ରଭୁ ଧ୍ୟାନ, ଧାରଣା, ତପସ୍ୟା ବ୍ୟତୀତ ମୁକ୍ତି ପ୍ରଦାନ କରିଥାନ୍ତି। ଏହି ଦାରୁମୟ ମୂର୍ତ୍ତିଙ୍କ କଥା ଅତ୍ୟନ୍ତ ଗୋପନୀୟ। ଯିଏ ତାଙ୍କୁ ଯେପରି ଭାବେ ଚିନ୍ତା କରେ, ପ୍ରଭୁ ତା ସମ୍ପର୍କରେ ଆସି ସେହି ରୂପରେ ବିଦ୍ୟମାନ ହୁଅନ୍ତି। ସେ ଚତୁର୍ବର୍ଗ ଫଳ ପ୍ରଦାନ କରନ୍ତି। ଭୂମଣ୍ଡଳରେ ତାଙ୍କୁ ଦର୍ଶନ କଲେ ପାପମୁକ୍ତ ହୋଇ ମୋକ୍ଷ ମିଳେ। ଜୈମିନୀ କହିଲେ, ଦେବତାଗଣ ବ୍ରହ୍ମାଙ୍କ ଏପରି କଥା ଶୁଣି ଚିନ୍ତା କଲେ, ଶୁଣସ୍ଥାୟୀ ଦେବପଦରେ ବା ଆଉ କି ପ୍ରୟୋଜନ? ଆମେ ସେହି ପୁରୁଷୋତ୍ତମ କ୍ଷେତ୍ରରେ ଜନ୍ମ ହୋଇ ଶୁଦ୍ଧ ଚିତ୍ତରେ ପ୍ରଭୁଙ୍କ ପଦ ସେବା କରିବୁ। ବ୍ରହ୍ମା ଆନନ୍ଦ ନେତ୍ରରେ ଦେବତାମାନଙ୍କୁ କହିଲେ, ପ୍ରଭୁ ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରତି ଅନୁଗ୍ରହ ପ୍ରଦାନ କରି ପୁରୁଷୋତ୍ତମ କ୍ଷେତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ସେହି ଭକ୍ତବତ୍ସଳ ପ୍ରଭୁଙ୍କୁ ସେଠାରେ ପ୍ରତିଷ୍ଠା କରି ତାଙ୍କର ସମସ୍ତ ଯାନ୍ତ୍ରିକ ପ୍ରବନ୍ଧ କରିବା ନିମନ୍ତେ ଆମେ ସେଠାକୁ ଯାଉଛୁ। ଏବେ ପ୍ରଥମ ମନ୍ୱନ୍ତରରେ ପରିସମାପ୍ତି ଘଟିଲାଣି। ଏବେ ରାଜାଙ୍କର କେହି ସନ୍ତାନ ସନ୍ତତି ନାହାନ୍ତି। ସେ ବର୍ତ୍ତମାନ ଅସହାୟ। ତେଣୁ ଆପଣମାନେ ସେଠାକୁ ଯାଇ ପ୍ରତିଷ୍ଠା କର୍ମର ସମସ୍ତ ଆୟୋଜନ କରନ୍ତୁ। ମୋ ଆଦେଶରେ ପଦ୍ମନିଧି ବ୍ରହ୍ମାଙ୍କ ଭଣ୍ଡାର ରକ୍ଷକ ସେଠାକୁ ଯାଇ ପ୍ରତିଷ୍ଠା କରିବା ନିମନ୍ତେ ଆବଶ୍ୟକ ସମସ୍ତ ପଦାର୍ଥ ଯୋଗାଡ଼ କରିବେ। ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କ ଆଦେଶ ନେଇ ଦେବତାଗଣଙ୍କ ସହ ଭୂଲୋକକୁ ପ୍ରତ୍ୟାବର୍ତ୍ତନ କଲେ। ଚତୁର୍ବିଂଶ ଅଧ୍ୟାୟ। ଇନ୍ଦ୍ରଦ୍ୟୁମ୍ନଙ୍କ ବ୍ରହ୍ମଲୋକକୁ ପ୍ରତ୍ୟାବର୍ତ୍ତନ ପରେ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି। ଜୈମିନୀ କହିଲେ, ବହୁ ଯୁଗ ପରେ ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରକୁ ପ୍ରତ୍ୟାବର୍ତ୍ତନ କଲେ। ମନରେ ଉତ୍କଣ୍ଠା, ଲୋମ ଟାଙ୍କୁରି ଉଠୁଥାଏ। ଭୂତଳେ ଭୂପତିତ ହୋଇ ମହାପ୍ରଭୁ ଜଗନ୍ନାଥଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ। ଚକ୍ଷୁ ଆନନ୍ଦାଶ୍ରୁ ବିକଳିତ ହୋଇଯାଇଥାଏ। ପ୍ରାର୍ଥନାରେ କହୁଥାନ୍ତି, ବ୍ରହ୍ମଣ୍ୟ ଦେବ, ଗୋ ବ୍ରାହ୍ମଣ ହିତକାରୀ,
ପ୍ରଣତ ଜନର ଅଶୁଭ ନାଶକାରୀ, ଧର୍ମ ଅର୍ଥ କାମ ମୁଖ୍ୟର କାରଣ, ଅବ୍ୟକ୍ତ ଜ୍ଞାନ ଗମ୍ୟ, ହିରଣ୍ୟ ଗର୍ଭ ପୁରୁଷ, ମୁଁ ଆପଣଙ୍କୁ ପ୍ରଣାମ କରୁଛି। ଯୁକ୍ତି ସାଙ୍ଗକୁ ମହାପ୍ରଭୁଙ୍କୁ ପ୍ରଦକ୍ଷିଣ କରୁଥାନ୍ତି ଓ ବାରମ୍ବାର ପ୍ରଣାମ କରୁଥାନ୍ତି। ତାଙ୍କ ସହ ଆସିଥିବା ଦେବତାଗଣ ଦତ୍ତମସ୍ତକରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପ୍ରଣାମ କରି ସ୍ତୁତି କରିବାକୁ ଲାଗିଲେ। କହିଲେ, ହେ ସହସ୍ର ପୁରୁଷ, ଆପଣ ହଜାର ହଜାର ଜ୍ଞାନେନ୍ଦ୍ରିୟ, ହଜାର ହଜାର କର୍ମେନ୍ଦ୍ରିୟ ଯୁକ୍ତ ହୋଇ ନିଖିଳ ପାର୍ଥିବ ଶରୀର ମଧ୍ୟରେ ଆତ୍ମାରୂପୀ ବିରାଜମାନ କରିଛନ୍ତି। ନାଭି ଉର୍ଦ୍ଧ୍ୱରେ ଯେଉଁ ଦଶମୂଳ ପରିମିତ ସ୍ଥାନ, ଏ ଜ୍ଞାନରୂପୀ ପରମାତ୍ମା, ଆପଣ ସେଠାରେ ଅଧିଷ୍ଠାନ କରିଛନ୍ତି। ଆପଣ ଭୂତ ଭବିଷ୍ୟ ବର୍ତ୍ତମାନ ଜ୍ଞାତା ବୋଲି ଶାସ୍ତ୍ର ପୁରାଣରେ ବର୍ଣ୍ଣିତ ହୋଇଛି। ଆପଣଙ୍କ ମହିମା ସର୍ବବ୍ୟାପୀ, ଏଣୁ ଆପଣଙ୍କୁ ସର୍ବଜ୍ୟେଷ୍ଠ ପୁରୁଷ ଶ୍ରେଷ୍ଠ ବୋଲି କୁହାଯାଏ। ହେ ପରମ କାରୁଣିକ, ପୃଥିବୀ, ଜଳ, ଅନଳ, ଆକାଶ, ପବନ ଆପଣଙ୍କର ଏକ ପାଦ ରୂପେ ପରିଣତ ହୋଇଥିବା ବେଳେ ପାଦ କ୍ରିୟାତ୍ମକ ସୂର୍ଯ୍ୟ ରୂପ ହୋଇ ସ୍ୱର୍ଗରାଜ୍ୟର ମୁକ୍ତି ଦ୍ୱାର ରୂପେ ବିରାଜମାନ କରେ। ହେ ସର୍ବନିୟନ୍ତା ପରମ ପୁରୁଷ ପରମାତ୍ମା, ଆପଣଙ୍କ ଠାରୁ ଛନ୍ଦ ହୋଇ ଯଜ୍ଞ ପୁରୁଷ ସୃଷ୍ଟି ହୋଇଛନ୍ତି। ଗୋ ମହିଷାଦି ସକଳ ପ୍ରାଣୀ ଜଗତ ଆପଣଙ୍କଠାରୁ ଜନ୍ମ ହୋଇଛି। ଆପଣଙ୍କ ମୁଖରୁ ବ୍ରାହ୍ମଣ, ବାହୁରୁ କ୍ଷତ୍ରିୟ, ଉରୁରୁ ବୈଶ୍ୟ, ପାଦରୁ ଶୂଦ୍ର, ମନରୁ ଚନ୍ଦ୍ର, ଚକ୍ଷୁରୁ ସୂର୍ଯ୍ୟ, କର୍ଣ୍ଣଦେୟରୁ ପଞ୍ଚପ୍ରାଣ, ଜିହ୍ୱାରୁ ଆନନ୍ଦ, ନାଭିରୁ ଆକାଶ, ମସ୍ତକରୁ ସ୍ୱର୍ଗ, ଚରଣ ଦ୍ୱୟରୁ ପୃଥିବୀ ଆଦି କର୍ଣ୍ଣରୁ ଅଷ୍ଟଦିଗ ସୃଷ୍ଟି ହୋଇଥିଲେ ବି ଆପଣ ଯଜ୍ଞ ପୁରୁଷ ରୂପେ ପ୍ରକଟ ହୋଇଛନ୍ତି। ଆପଣ ଚରାଚର ଜଗତର ସୃଷ୍ଟିକର୍ତ୍ତା। ଆପଣ ସ୍ୱୟଂ ଜଗନ୍ନାଥ। ଆପଣ ସୃଷ୍ଟିର ପାଳନକର୍ତ୍ତା, ସଂହାରକର୍ତ୍ତା ମଧ୍ୟ। ଆପଣ ନିଜେ ନିଜର ପ୍ରକାଶ କରିଥାନ୍ତି। ଆପଣ ସ୍ୱୟଂ ଯଜ୍ଞାଂଶ ବି ଅଟନ୍ତି। ହେ ପରମ ପରାତ୍ପର ଯଜ୍ଞେଶ୍ୱର, ଆପଣ ଶବ୍ଦବ୍ରହ୍ମ ରୂପରେ ବିଚରଣ କରନ୍ତି। ଆପଣ ଅର୍ଦ୍ଧ ଊର୍ଦ୍ଧ୍ୱ ଓ ଚାରିଦିଗରେ ବ୍ୟାପ୍ତ। ଯଜ୍ଞକର୍ତ୍ତାକୁ ଉତ୍ତମ ଫଳ ପ୍ରଦାନ କରିଥାନ୍ତି। ଆପଣ ଭୋକ୍ତା, ଭୋଜେ ବି ଆପଣ। ଆପଣ ହୋତା, ହବେ ବି ଆପଣ। ଆପଣ ସମସ୍ତ କର୍ମର ଭୋକ୍ତା ଓ କର୍ମଫଳ ମଧ୍ୟ ପ୍ରଦାନ କରିଥାନ୍ତି। ଆପଣ ସମସ୍ତଙ୍କୁ କର୍ମରେ ବି ନିଯୁକ୍ତ କରିଥାନ୍ତି। ଚୌବର୍ଗ ଫଳ ପ୍ରଦାନକାରୀ ହେ ହୃଷିକେଶ, ଆପଣଙ୍କ ବିନା ଆଉ କିଏ ମୁକ୍ତି ପ୍ରଦାନ ସକ୍ଷମ? ହେ ଅନନ୍ତ, ସହସ୍ର ବାହୁ, କର୍ଣ୍ଣ, ନାସା, ଚକ୍ଷୁ, ଉରୁଯୁକ୍ତ ସହସ୍ର ପୁରୁଷ, ହେ ସହସ୍ର ନାମଧାରୀ, ସହସ୍ର କୋଟି ଯୁଗକୁ ଧାରଣ କରିଥିବା ଶାଶ୍ୱତ ପୁରୁଷ, ଆପଣଙ୍କୁ ପ୍ରଣାମ କରୁଛୁ। ହେ ଆପଣଙ୍କୁ ପ୍ରଣାମ କରୁଛୁ। ହେ ପ୍ରଭୁ, ଆମେ ଆମେ ଆମ ଅଧିକରୁ ବିଚ୍ୟୁତ ହୋଇଛୁ। ହେ ପୁଣ୍ଡରୀକାକ୍ଷ, ଆମର ଅନ୍ୟ ଗତି ନାହିଁ। ଆମେ ଆପଣଙ୍କଠାରେ ଶରଣାପନ୍ନ ହେଉଛୁ। ଜୈମିନି ଋଷିମାନଙ୍କ ଆଗରେ କହୁଥାନ୍ତି, ସମସ୍ତ ଦେବଗଣ ଜଗନ୍ନାଥଙ୍କୁ ଏପରି ସୃଷ୍ଟି କରି ପୁନଃ ପୁନଃ ପ୍ରାଣିପାତ କଲେ। ତତ୍ପଶ୍ଚାତ୍ ଇନ୍ଦ୍ରଦେବଙ୍କ ସହ ଋଷିଙ୍କ ମନ୍ଦିରକୁ ଯାଇ ନୃସିଂହଦେବଙ୍କୁ ପୂଜା ଅର୍ଚ୍ଚନା କଲେ। ତାପରେ ଦେଖିଲେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ଥାପନ ନିମନ୍ତେ ନୀଳଗିରି ପର୍ବତ ଉପରେ ନମଶ୍ଚିମ ଦିବ୍ୟ ମନ୍ଦିର ତ୍ରିମାଣ ହୋଇସାରିଛି। ତାର ଉଚ୍ଚତା ଏପରି ହୋଇଛି ଦେଖି ଭାବିଲେ ସତେ ଯେପରି ବିନ୍ଧ୍ୟାଚଳପୁର ସୂର୍ଯ୍ୟଦେବଙ୍କ ସହାୟତାରେ ବାଧା ସୃଷ୍ଟି କରିବ। ଯେତେବେଳେ ସେ ବ୍ରହ୍ମଲୋକକୁ ଗମନ କରିଥିଲେ, ସେତେବେଳେ ମନ୍ଦିର ସମ୍ପୂର୍ଣ୍ଣ ହୋଇନଥିଲା। ଏହା ଭିତରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏତେ ଦିନ ପରେ ମଧ୍ୟ ତାର କାନ୍ତି ମ୍ଳାନ ହୋଇନାହିଁ। ଦେବ ଅନୁଗ୍ରହ ବ୍ୟତୀତ ଏହା ସମ୍ଭବ ନୁହେଁ। ମନନ୍ତର ପରେ ମନନ୍ତର ଅତିବାହିତ ହୋଇ ଯାଇଥିଲେ ବି ମନ୍ଦିର ପୂର୍ବ ପରି ରହିଛି। ମନୁଷ୍ୟମାନଙ୍କ ଦ୍ୱାରା ନିର୍ମିତ ମନ୍ଦିର ଗୁଡ଼ିକ ଅଳ୍ପ ଦିନ ତିଷ୍ଠି ରହେ। କିଛି ଦିନ ପରେ ତାହା ଜୀର୍ଣ୍ଣଶୀର୍ଣ୍ଣ ହୋଇପଡ଼େ। ଉପରେ ବୃକ୍ଷଲତା ମାଡ଼ିଯାଏ। ମାତ୍ର ଏହି ମନ୍ଦିର ପ୍ରଭୁଙ୍କ କୃପାରେ ନିର୍ମିତ। ନିଜେ ପ୍ରଭୁ ନିଜର ଗୃହକୁ ରକ୍ଷା କରିଛନ୍ତି। ହେ ସହାୟକ ଗଣ, ପ୍ରଭୁଙ୍କ ନିମନ୍ତେ ଏହି ନୀଳଗିରି ଉପରେ ସହସ୍ର ହାତ ଉଚ୍ଚତା ବିଶିଷ୍ଟ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ଆକାଶବାଣୀ ହୋଇଥିଲା। ଏହାର ପ୍ରତିଷ୍ଠା ନିମନ୍ତେ ସ୍ୱୟଂ ପିତାମହ ବ୍ରହ୍ମା ଦେବତାଗଣଙ୍କୁ ସେ ସିଦ୍ଧ ବ୍ରହ୍ମଶିବଙ୍କ ସହ ଏଠାକୁ ଆସିବେ ବୋଲି ନିର୍ଦ୍ଦେଶ ହୋଇଥିଲା। ଏବେ କି ଆୟୋଜନ କରାଯିବ, ପ୍ରତିଷ୍ଠା କର୍ମ କିପରି ହେବ ବ୍ୟବସ୍ଥା କରନ୍ତୁ। ଇନ୍ଦ୍ରଦେବଙ୍କ କଥା ଶୁଣି ଦେବତାମାନେ କହିଲେ, ହେ ରାଜନ୍, ଆପଣଙ୍କ ପ୍ରତିଷ୍ଠା କର୍ମ ବିଷୟରେ କିଛି ଜଣା ନାହିଁ। ଆମେ ଦେବଗୁରୁ ବୃହସ୍ପତି ଆମକୁ ପ୍ରତିଷ୍ଠା କର୍ମ ବିଷୟରେ କିଛି ବି ଜଣା ନାହିଁ। ଆମ ଦେବଗୁରୁ ବୃହସ୍ପତି କେବଳ ସେ କଥା କହିପାରିବେ। ଏହାପରେ ପଦ୍ମନିଧି ରାଜାଙ୍କୁ କହିଲେ, ମୁଁ ବେଦବତୀଙ୍କ ନିର୍ଦ୍ଦେଶରେ ଏଠାକୁ ଆସିଛି। କିଏ ଦ୍ରବ୍ୟର ଆୟୋଜନ କରିବାକୁ ପଡ଼ିବ କହିଲେ ମୁଁ ସେ ସମସ୍ତ ଯୋଗାଡ଼ କରିଦେବି। ଜୈମିନି କହିଲେ, ପୂର୍ବେ ବେଦପତି ବ୍ରହ୍ମା ସକଳ ଶାସ୍ତ୍ର ବିଶାରଦ ଦେବର୍ଷି ନାରଦଙ୍କୁ ପଠାଇଥିଲେ। ଏପରି କଥୋପକଥନ ଚାଲିଥିଲା ବେଳେ ନାରଦ ଆସି ପହଞ୍ଚିଲେ। ଉପସ୍ଥିତ ଦେବତାଗଣ ନାରଦଙ୍କୁ ଯଥାବିଧି ସମ୍ମାନ ପ୍ରଦର୍ଶନ କଲେ। ରାଜା ତାଙ୍କୁ ସମ୍ବୋଧନ କରି କହିଲେ, ହେ ଦ୍ୱିଜଶ୍ରେଷ୍ଠ, ମୋତେ ପ୍ରତିଷ୍ଠା ବିଧି କିଛି ଜଣା ନାହିଁ। ବହୁ ଦିନରୁ ପୁରୋହିତଙ୍କ ସହ ସାକ୍ଷାତ ମଧ୍ୟ ହୋଇନାହିଁ। ତେଣୁ ଆପଣ ପ୍ରତିଷ୍ଠା କର୍ମର ସମସ୍ତ ଆୟୋଜନ କରନ୍ତୁ। 45 ଅଧ୍ୟାୟ। ଜୈମିନି କହିଲେ, ହେ ଋଷିଗଣ, ଇନ୍ଦ୍ରଦ୍ୟୁମ୍ନ ନାରଦଙ୍କ ପ୍ରତିଷ୍ଠା ବିଧାନ ପଚାରିବାରୁ ନାରଦ ଶାସ୍ତ୍ର ବିଚାର ପୂର୍ବକ ପ୍ରତିଷ୍ଠା ନିମନ୍ତେ ଚିଠା ପ୍ରସ୍ତୁତ କରି ରାଜାଙ୍କୁ ପ୍ରଦାନ କଲେ। ତାଙ୍କୁ ରାଜା ଚିଠା ନେଇ ବ୍ରହ୍ମାଙ୍କ ଭଣ୍ଡାର ରକ୍ଷକ ପଦ୍ମନିଧିଙ୍କୁ ଚିଠାର ବର୍ଣ୍ଣିତ ପଦାର୍ଥମାନ ଯୋଗାଡ଼ କରିବାକୁ କହିଲେ। ତତ୍ସହିତ ପର୍ଣ୍ଣଶାଳା ନିର୍ମାଣ କରିବା ନିମନ୍ତେ ଅନୁରୋଧ କଲେ। ନିର୍ମାଣ ସମୟରେ ବ୍ରହ୍ମାଙ୍କ ନିମନ୍ତେ ଶୁଭ୍ରବର୍ଣ୍ଣର ବାସଗୃହ, ବ୍ରହ୍ମଶିବଙ୍କ ନିମନ୍ତେ ନିର୍ମଳ ଗୃହ, ଇନ୍ଦ୍ରାଦି ଦେବତାଗଣ, ସିଦ୍ଧଗଣ, ମର୍ତ୍ତ୍ୟଲୋକର ମୁନିଗଣ, ପାତାଳର ନାଗଗଣ,
ଯେତେ ରାଜା ସମସ୍ତ ନିମନ୍ତେ ବାସଗୃହ ନିର୍ମାଣ ହେବ ବୋଲି କହିଲେ। ସ୍ୱର୍ଗ ମର୍ତ୍ତ୍ୟ ପାତାଳବାସୀଙ୍କ ନିମନ୍ତେ ସମସ୍ତ ଉପଭୋଗ୍ୟ ପଦାର୍ଥ ଆଣି ପଥର ଉଭୟ ପାର୍ଶ୍ୱରେ ସଜାଡ଼ି ରଖିବାକୁ ନିର୍ଦ୍ଦେଶ ଦେଲେ। ଏହି କାର୍ଯ୍ୟରେ ବିଶ୍ୱକର୍ମା ତାଙ୍କୁ ସାହାଯ୍ୟ କରିବେ ବୋଲି କହିଲେ। ରାଜାଙ୍କ କଥା ଶୁଣି ନାରଦ ପୁନଶ୍ଚ କହିଲେ, ହେ ରାଜା, ଆୟୋଜନ ଦ୍ରବ୍ୟମାନ ପୃଥକ ପୃଥକ ରଖାଯିବ। 3ଗୋଟି ସୁନ୍ଦର ରଥ ମଧ୍ୟ ନିର୍ମାଣ ହେବ। ସେଗୁଡ଼ିକ ସ୍ୱର୍ଣ୍ଣ ଆଭୂଷଣରେ ଆଚ୍ଛାଦିତ ହେବ। ପଟ୍ଟବସ୍ତ୍ର, ମାଳା, ରତ୍ନ, ଘଣ୍ଟା ଆଦିର ରଥକୁ ସୁଶୋଭିତ କରାଯିବ। ଜଗନ୍ନାଥଙ୍କ ରଥକୁ ଗରୁଡ଼ ଧ୍ୱଜ ଚିହ୍ନରେ ଚିହ୍ନିତ କରାଯିବ ଓ ସୁଭଦ୍ରାଙ୍କ ରଥ ପଦ୍ମଧ୍ୱଜରେ ଚିହ୍ନିତ ହେବ। ବିଷ୍ଣୁଙ୍କ କାର୍ଯ୍ୟରେ ଲାଗୁଥିବାରୁ ଜଗନ୍ନାଥଙ୍କ ରଥ 16 ଚକ, ବଳଭଦ୍ରଙ୍କ ରଥ 14 ଚକ ଓ ସୁଭଦ୍ରାଙ୍କ ରଥ 12 ଚକ ବିଶିଷ୍ଟ ହେବ। ରଥର ବିସ୍ତାର ଜଗନ୍ନାଥଙ୍କ ରଥ 16 ହାତ, ସୁଭଦ୍ରାଙ୍କ ରଥ 12 ହାତ ଓ ବଳଭଦ୍ରଙ୍କ ରଥ 14 ହାତ ହେବ। ଯେ ପ୍ରଭୁ ନିର୍ମଳ ଜ୍ଞାନ ରୂପ ଦର୍ଶନରେ ଚରାଚର ଜଗତକୁ ଦର୍ଶନ କରନ୍ତି, ତାଙ୍କର କରତଳ ସଦାସର୍ବଦା ନିର୍ମଳ ଦର୍ପଣ ଅବସ୍ଥାନ କରିଥାଏ। ଦର୍ପଣ ତଳ ହୋଇଥିବାରୁ ଏହାକୁ ତାଳ ବୋଲି କୁହାଯାଏ। ତେଣୁ ବଳଭଦ୍ରଙ୍କ ଚିହ୍ନ ତାଳ। ଏଣୁ ବଳଭଦ୍ର ଅବତାର ଅନନ୍ତ ଦେବଙ୍କ ରଥ ଉପରେ ତାଳଧ୍ୱଜ ଯୁକ୍ତ ହେବ। ବଳଭଦ୍ରଙ୍କ ଅନ୍ୟ ନାମ ଲାଙ୍ଗଳି, ତେଣୁ ସେଥିରେ ଲଙ୍ଗଳର ଚିହ୍ନ ମଧ୍ୟ ଦିଆଯିବ। ରଥରେ ଭଲ ଭାବରେ ଧ୍ୱଜ ସମ୍ପାଦନ କରାଯିବ। ଏ ରାଜା, ରଥକୁ ପ୍ରତିଷ୍ଠା ନ କରି ତାପରେ ପ୍ରଭୁଙ୍କୁ ବସାଯିବ ନାହିଁ। ଅପବିତ୍ର ଗୃହ, ପ୍ରସାଦ ଓ ମଣ୍ଡପ ଉପରେ ଦେବତାଙ୍କୁ ବସାଇଲେ ଫଳହାନି ହୁଏ। ରଥଗୁଡ଼ିକୁ ମୁଁ ପ୍ରତିଷ୍ଠା କରିବି। ପିତାଙ୍କ ଆଦେଶରେ ସେଥିପାଇଁ ମୁଁ ଏଠାରେ ପହଞ୍ଚିଛି। ନାରଦଙ୍କ କଥା ଶୁଣି ପଦ୍ମନିଧି ସମସ୍ତ ଆବଶ୍ୟକ ଦ୍ରବ୍ୟ ଆଣିଦେଲେ। ଦେବର୍ଷିଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ଗୋଟିଏ ଦିନରେ 3ଟି ଯାକ ରଥ ନିର୍ମାଣ କରିଦେଲେ। ରଥଗୁଡ଼ିକ ଅକ୍ଷ ସୁଦୃଢ଼, ଚକଗୁଡ଼ିକ ସୁନ୍ଦର ଓ ସୁଦୃଢ଼ ମଧ୍ୟ, ଅବୟବ ବିସ୍ତୀର୍ଣ୍ଣ। ସୁନ୍ଦର ଧ୍ୱଜା ଓ ପତାକା ଦ୍ୱାରା ସୁଶୋଭିତ ରଥର ତୋରଣଗୁଡ଼ିକ ଅତ୍ୟନ୍ତ ମନୋହର। ବିଶୁଦ୍ଧ ସ୍ୱର୍ଣ୍ଣ ନିର୍ମିତ ମିଥୁନ କ୍ରୀଡ଼ାରତ ପିତୁଳା ମଧ୍ୟ ରଥରେ ଖଞ୍ଜା ଯାଇଥାଏ। ରଥକୁ ଏପରି ଚିହ୍ନିତ କରାଯାଇଥାଏ ଯେ ଦେଖିଲେ ମନେ ଲାଗୁଥାଏ ସତେ ଯେପରି ସୂର୍ଯ୍ୟଙ୍କ ରଥ ଆକାଶରୁ ଧରାପୃଷ୍ଠକୁ ଓହ୍ଲାଇ ଆସିଛି। ରଥର ବାହ୍ୟ ବେଗରେ ଗତି କରୁଥିବା ଶୁଭ୍ରବର୍ଣ୍ଣର 100 ଗୋଟି ଅଶ୍ଵ ଯାଇଥାନ୍ତି। ସେଥିରେ ସୁଦୃଢ଼ ରଜ୍ଜୁ ସଞ୍ଚାଳିତ ହୋଇଥାଏ। ଚାଲିଲା ବେଳେ ମେଘର ଶବ୍ଦ ଭଳି ଶବ୍ଦାୟିତ ହୋଇଥାଏ। ବ୍ରହ୍ମାତନୟ ନାରଦ ଶୁଭ ଦିନ ଦେଖି ଶାସ୍ତ୍ରରେ ବିଧାନ ଅନୁଯାୟୀ ରଥଗୁଡ଼ିକର ପ୍ରତିଷ୍ଠା କର୍ମ ସମ୍ପାଦନ କରିଦେଲେ। ଋଷିଗଣ ଜୈମିନୀକୁ ରଥ ପ୍ରତିଷ୍ଠା ନିମନ୍ତେ ପଚାରିବାରୁ ସେ ଜୈମିନୀ କହିଲେ, ନାରଦ ରଥ ପ୍ରତିଷ୍ଠା କଲାବେଳେ ମୁଁ ଦେଖିଛି। ତାହା ଏବେ ଆପଣଙ୍କ ସମ୍ମୁଖରେ ବିସ୍ତୃତ ଭାବରେ ବର୍ଣ୍ଣନା କରୁଛି, ଶୁଣନ୍ତୁ। ରଥର ଈଶାନ୍ୟ କୋଣରେ ଏକ ଗୃହ ନିର୍ମାଣ କରାଯିବ। ଗୃହ ମଧ୍ୟରେ ଏକ ସୁନ୍ଦର ଚତୁଃଶ୍ର ବେଦୀ ରହିବ। ବେଦୀର ଉଚ୍ଚତା ଏକ ହାତ ହେବ। ଦୀର୍ଘ ପ୍ରସ୍ଥ ସମାନ ରହିବ। ପ୍ରତିଷ୍ଠା କର୍ମ ସମ୍ପାଦନ ହୋଇଥିବା ପୂର୍ବଦିନ ରାତ୍ରିର ଶେଷ କାଳରେ ସ୍ୱସ୍ତି ବାଚନ ଓ ଅଙ୍କୁରାରୋପଣ ହେବ। ରାତ୍ରି କାଳରେ ବଳିଭାଗୀ 32 ଜଣ ଦେବତାଙ୍କୁ ଯଥାବିଧି ବଳି ପ୍ରଦାନ କରାଯିବ। ପ୍ରାତଃକାଳରେ ଦେବୀ ବେଦୀ ଗୃହରେ ପ୍ରବେଶ କରି ମୁରୁଜରେ ଭଦ୍ରମଣ୍ଡଳ ଓ ଅଷ୍ଟଦଳ ପଦ୍ମ ଆଙ୍କି ଶୁକ୍ଳ ତଣ୍ଡୁପ ପରି କଳସ ସ୍ଥାପନ କରାଯିବ। କଳସରେ ପଞ୍ଚପଲ୍ଲବ ଓ କଷାୟ ବାସ ଦିଆଯିବ ଏବଂ ଗଙ୍ଗାଦି ନାନା ତୀର୍ଥ ଜଳରେ ତାକୁ ପୂର୍ଣ୍ଣ କରାଯିବ। ସେଥିରେ ସପ୍ତମାତୃକା, ସର୍ବଗନ୍ଧ, ପଞ୍ଚରତ୍ନ ଓ ସର୍ବୌଷଧି ନିକ୍ଷେପ କରାଯିବ। ଆଚାର୍ଯ୍ୟ ଶୁଦ୍ଧପୂତ ହୋଇ ବିଷ୍ଣୁ ନାମ ସ୍ମରଣ ପୂର୍ବକ ପାଞ୍ଚଗବ୍ୟ କରି କଳସକୁ ପୁଷ୍ପମାଲ୍ୟରେ ସୁଶୋଭିତ କରିବେ। କଳସର କଣ୍ଠ ଦେଶରେ ଝିନ୍ନବସନ ବେଷ୍ଟିତ ଜରି ଉପରେ ତଣ୍ଡୁଳପୂର୍ଣ୍ଣ ଶରାବ ସ୍ଥାପନ କରିବେ। କଳସକୁ ସିନ୍ଦୁର ଓ ଚନ୍ଦନରେ ସୁଶୋଭିତ କରି ମଙ୍ଗଳାଚରଣରେ ସ୍ଥାପନ କରିବେ। ତାପରେ ଦେବାଦେବ ନୃସିଂହ ମନ୍ତ୍ରରେ ନ୍ୟାସ କରିବେ। ତାପରେ ଉପଚାର ପୂଜାବିଧି ଅନୁସାରେ ସମ୍ପନ୍ନ କରି ପ୍ରସନ୍ନତା ପାଇଁ ପ୍ରାର୍ଥନା କରିବେ। ବାହ୍ୟ ପୂଜା ସମ୍ପାଦ ନିମନ୍ତେ କଳସର ବାୟୁ କୋଣରେ କୁଣ୍ଡ ନିର୍ମାଣ କରି ସେଥିରେ ଭର୍ଣ୍ଣି ସଂଯୋଗ କରିବେ। ଅଷ୍ଟୋତ୍ତର ସହସ୍ର ସಮೇତ ବୃତ ଓ ଚରୁ ପ୍ରଦାନ କରି ମନ୍ତ୍ର ଉଚ୍ଚାରଣ ପୂର୍ବକ ହୋମ କରିବେ। ଦେବତାଙ୍କ ମୂଳ ମନ୍ତ୍ର ଗୁରୁଙ୍କୁ ସ୍ମରଣ କରି ପତାକା, ବସ୍ତ୍ର ଓ ମାଲ୍ୟରେ ରଥକୁ ବେଷ୍ଟିତ କରିବେ। ରଥରେ ସୁରଞ୍ଜିତ ଚନ୍ଦନଯୁକ୍ତ ଜଳ ସିଞ୍ଚନ କରିବେ। ସେତେବେଳେ ଶଙ୍ଖ, କାହାଳି ଆଦି ବାଜୁଥିବ। କାଳିଗୁରୁ ଧୂପରେ ଧୂପିତ କରି ରଥରେ ଯଥାଯୋଗ୍ୟ ଧ୍ୱଜ ସ୍ଥାପନ କରାଯିବ। ରକ୍ତବର୍ଣ୍ଣର ମାଳା ଓ ଗନ୍ଧ ପ୍ରଦାନ କରି ଗରୁଡ଼ଙ୍କୁ ପ୍ରାର୍ଥନା କରାଯିବ। ଯିଏ ବିଶ୍ୱ ସଂସାର ପ୍ରାଣର ଚର୍ଚ୍ଚା ବିଷ୍ଣୁଙ୍କ ଶରୀର ଓ ବିଷ୍ଣୁଙ୍କ ରଥ ଅଟନ୍ତି। ଯାହାଙ୍କ ନାମ ସ୍ମରଣ କଲେ ନାଗକୁଳ ଧରହର ହୁଅନ୍ତି। ଯାହାଙ୍କ ମୁଖରେ ସର୍ପଙ୍କର ରକ୍ତ ଓ ମାଂସ ଲାଗିଥାଏ। ଆମେ ସେହି ନିର୍ମଳ ସୁପର୍ଣ୍ଣ ଖଗପତିଙ୍କ ଚରଣ ବନ୍ଦନା କରୁଛୁ। ଏହି ପ୍ରାର୍ଥନା କରି ବାଦ୍ୟ ବେଦଧ୍ୱନି ଓ ଶଙ୍ଖବାଦନ ସହ ପୁରୁଷ ଯୁକ୍ତ ମନ୍ତ୍ରରେ ରଥ ଉପରେ ଗରୁଡ଼ ଧ୍ୱଜ ସ୍ଥାପନ କରାଯିବ। ଆଚାର୍ଯ୍ୟ ବ୍ରହ୍ମାଙ୍କ ଦ୍ୱାରା ବୋଜିତ ଘନ ଜଳକୁ ବିଷ୍ଣୁ ମନ୍ତ୍ର ଉଚ୍ଚାରଣ କରି 3 ଥର ସିଞ୍ଚନ କରାଯିବ। ତତ୍ପଶ୍ଚାତ୍ ପୂର୍ଣ୍ଣାହୁତି କରି ବ୍ରାହ୍ମଣ ଭୋଜନ ଓ ଆଚାର୍ଯ୍ୟ ଏବଂ ବ୍ରହ୍ମାଙ୍କୁ ଦକ୍ଷିଣା ପ୍ରଦାନ ପୂର୍ବକ ଗରୁଡ଼ ଧ୍ୱଜ ରଥର ପ୍ରତିଷ୍ଠା କର୍ମ ଶେଷ କରାଯିବ। ସେପରି ବଳଦେବଙ୍କ ରଥକୁ ପ୍ରତିଷ୍ଠା ବେଳେ
ବାସୁଦେବ ମନ୍ତ୍ର ପଢ଼ାଯିବ ଓ ଲାଙ୍ଗଳ ପରବୀରମ୍ ନଟ ଇତ୍ୟାଦି ମନ୍ତ୍ର ପାଠ କରି ବନ୍ଧନ କରାଯିବ ଓ ମୂଳ ମନ୍ତ୍ରରେ ବଳଭଦ୍ରଙ୍କୁ ପୂଜା କରି ସୁଭଦ୍ରାଙ୍କ ରଥ ପ୍ରତିଷ୍ଠା କରାଯିବ। ଲକ୍ଷ୍ମୀ ସୂତ ମନ୍ତ୍ରରେ ପୂଜା ଓ ହୋମ ଶେଷ କରି ସୁଭଦ୍ରାଙ୍କ ରଥରେ ପଦ୍ମଧ୍ୱଜ ସ୍ଥାପନ କରି ବ୍ରହ୍ମଦେବଙ୍କୁ ପ୍ରାର୍ଥନା କରି କୁହାଯିବ, ହେ ଚତୁରାନନ, ଆପଣ ବିଷ୍ଣୁପ୍ରିୟ ଲକ୍ଷ୍ମୀଙ୍କ ରଥରେ ଧ୍ୱଜାର ଉପରେ ଅବସ୍ଥାନ କରନ୍ତୁ। ଏପରି ପ୍ରାର୍ଥନା କରି ସୁଭଦ୍ରାଙ୍କ ରଥର ଧ୍ୱଜା ବନ୍ଧନ କରାଯିବ। ଏପରି ଭାବରେ ତିନି ରଥକୁ ଏକତ୍ର ପ୍ରତିଷ୍ଠା କରି ତିନି ଦେବତାଙ୍କୁ ପୂଜା ଅର୍ଚ୍ଚନା କରି ଦେବତାମାନଙ୍କ ପ୍ରତି ଭକ୍ତି ଜାତ କରାଇ ସୁବର୍ଣ୍ଣ ଗୋ ବସ୍ତ୍ର ଆଦି ଦାନ କରି ରଥ ପ୍ରତିଷ୍ଠା କର୍ମ ସମ୍ପାଦନ କରିବ। ତାପରେ ଦେବତାମାନଙ୍କୁ ରଥାରୂଢ଼ କରାଇବ। ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟଗଣ ସମସ୍ତେ ଏ କାର୍ଯ୍ୟରେ ଭାଗ ନେବେ। ଦେବତାମାନଙ୍କୁ ରଥାରୂଢ଼ କରାଇବା ସମୟରେ ଜୟଧ୍ୱନି ମଙ୍ଗଳ ନିର୍ଦ୍ଦେଶ ସମସ୍ତ ପ୍ରକାରର ବାଦ୍ୟ ବଜାଇବା ସହ ଚାମର ବ୍ୟଞ୍ଜନ ଧୂପ ଓ ପୁଷ୍ପବୃଷ୍ଟି ହେଉଥିବ। ବ୍ରାହ୍ମଣମାନଙ୍କୁ ଧନ ଦାନ କରି ରୋଷ କରାଇବ। ରଥରେ ସୁଲକ୍ଷଣ ଯୁକ୍ତ ଘୋଟକ ବଛାଯିବେ। ନଚେତ୍ ବିଷ୍ଣୁ ଭକ୍ତମାନେ ରଜକୁ ଧାରଣ କରି ରଥକୁ ଯତ୍ନ ସହକାରେ ଟାଣି ନେବେ। ତାପରେ ସୁସ୍ୱାଦୁ ଭକ୍ଷ୍ୟ ଭୋଜ୍ୟ ଓ ସୁଗନ୍ଧ ଚନ୍ଦନ ବିତରଣ କରି ରଥ ଉପରେ ବଳିଦାନ ମଧ୍ୟରେ ଆଦିତ୍ୟ ଗଣ, ବସୁ ଗଣ, ମରୁଦ ଗଣ, ଅଶ୍ୱିନୀ କୁମାର, ରୁଦ୍ର ଗଣ ଓ ସୁପର୍ଣ୍ଣ ପର୍ଣ୍ଣକଙ୍କୁ ବଳି ପ୍ରଦାନ କରାଯିବ। ତାପରେ ବିଲ୍ଲପାକରଣ, ଦିକ୍ପାଳ ଗଣ, ଲୋକପାଳ ଗଣ, ବିଘ୍ନ ବିନାୟକ ଗଣ, ଦେବର୍ଷି ମହର୍ଷିଙ୍କୁ ମଙ୍ଗଳ ବିଧାନ ନିମନ୍ତେ ପ୍ରାର୍ଥନା କରାଯିବ। ଦେବଗଣ, ଦୈତ୍ୟଗଣ, ଭୂତଗଣଙ୍କୁ ପ୍ରାର୍ଥନା କରି ସେମାନଙ୍କୁ ପ୍ରତି ପ୍ରଦତ୍ତ କରାଯାଇଥିବା ବଳି ଗ୍ରହଣ ପୂର୍ବକ ସୌମ୍ୟ ଭାବ ପ୍ରଦର୍ଶନ ନିମନ୍ତେ ଅନୁରୋଧ କରାଯିବ। ରଥ ଟଣା ସମୟରେ ପବିତ୍ର ବୈଷ୍ଣବ ଗାୟତ୍ରୀ, ବିଷ୍ଣୁ ସୂକ୍ତ ଓ ବାମଦେବ ମନ୍ତ୍ର ଆଦି ମଧ୍ୟ ପାଠ କରାଯିବ। ରଥ ଟଣା ସମୟରେ ମଙ୍ଗଳବାଦ୍ୟ ବାଜଣା ହେଉଥିବ। ରଥ ଚକରେ ତେଲ ଦେଇ ସମତଳ ପଥରେ ରଥକୁ ନିଆଯିବ, ଯେପରି ରଥରେ କିଛି କ୍ଷତି ନ ହୁଏ। ରଥ ଟଣା ସମୟରେ ରଥରେ କ୍ଷତି ଘଟିଲେ କି ପ୍ରକାର ଅଶୁଭ ହୁଏ ସେ ବିଷୟ କହିବାକୁ ଯାଇ ଜୈମିନୀ ମୁନିମାନଙ୍କୁ କହିଲେ, ଯଦି ରଥର ଇଶ ଭଗ୍ନ ହୁଏ ତେବେ ବ୍ରାହ୍ମଣମାନଙ୍କ ପ୍ରତି ବିପଦ ଦେଖାଯିବ। ସେପରି ଯଦି ଅକସ୍ମାତ୍ ରଥ ଅକ୍ଷୟ କ୍ଷୟ ହୁଏ କ୍ଷତ୍ରିୟ କୁଳକୁ ଅକ୍ଷୟ ତୁଳି ଭଗ୍ନ ହେଲେ ବୈଶ୍ୟମାନଙ୍କୁ ଓ ସମୀ ଭଙ୍ଗ ହେଲେ ଶୂଦ୍ର କୁଳ ନାଶ ହୁଅନ୍ତି। ଧ୍ୱଜା ଭଙ୍ଗ ହେଲେ ଅନାବୃଷ୍ଟି, ପୀଠ ଭଗ୍ନ ହେଲେ ପ୍ରଜାମାନଙ୍କ ପ୍ରତି ବିପଦ ପଡ଼େ। ଚକ୍ର ଭଗ୍ନ ହେଲେ ପର ରାଷ୍ଟ୍ରରେ ବିପଦ ଆସେ। ଧ୍ୱଜ ପତନରେ ରାଜାଙ୍କର ରାଜତ୍ୱ ନାଶ ହୋଇଯାଏ। ପ୍ରତିମାର ଅଙ୍ଗଭଙ୍ଗ ହେଲେ ରାଜାଙ୍କର ମୃତ୍ୟୁ ହୁଏ। ଯଦି ସମସ୍ତ ଉତ୍ପାତ ଏକ ସାଙ୍ଗରେ ହୁଏ ତେବେ ସମସ୍ତ ଜନବସତି ଧ୍ୱଂସ ହୋଇଯିବ। ଏପରି ବିପତ୍ତି ଯଦି ଘଟେ ତେବେ ବଳିଦାନ, ଶାନ୍ତି ହୋମ, ବ୍ରାହ୍ମଣ ଭୋଜନ ଓ ଦକ୍ଷିଣ ପ୍ରଦାନ କରି ବ୍ରାହ୍ମଣମାନଙ୍କୁ ତୋଷ କରିବାକୁ ହେବ। ଦୀକ୍ଷିତ ବ୍ରାହ୍ମଣଙ୍କୁ ରଥର ପୂର୍ବୋତ୍ତର ଭାଗରେ ବସାଇ ଘୃତ ଯଜ୍ଞ କରାଇ ସେଥିରେ ପଳାଶ, ସୁମିଦ୍ର ମୂଳ ଓ ଅଗ୍ରଭାଗକୁ ସମିତି ରୂପେ ବ୍ୟବହାର କରିବାକୁ ହେବ। ହୋମରେ ବୈଷ୍ଣବ ମନ୍ତ୍ର ପ୍ରୟୋଗ କରି ସୋମ, ଅଗ୍ନି, ପ୍ରଜାପତି, ଗ୍ରହଗଣ, ବ୍ରହ୍ମା, ଦିକ୍ପାଳମାନଙ୍କୁ ଆହୁତି ପ୍ରଦାନ କରାଯିବ। ହୋମ ଉପରାନ୍ତେ ଶାନ୍ତି ପାଠ କରି ମଙ୍ଗଳ କାମନା କରାଯିବ, ଫଳରେ ସମସ୍ତ ବିଘ୍ନ ଦୂର ହେବ।